प्राप्नोसि मत्कमं परमो भव मदर्थमप्यापि कर्माणि कुर्वन् सिद्धिमवाप्नोसि। जेबे एकांत भावे तोर मन मो ठारे स्थापी न पारु तेबे क्रमे अभ्यास करिले होई जिवो। अभ्यास बलरे असाध्य साधन हुए। जेबे अभ्यास करी न पारिबु तेबे मो प्रीति पाई कर्म कर। ताहा एबे कहूछि सुन। मोर महिमा को श्रवण कीर्तन स्मरण प्रमाण स्पंदन वंदन साक्षपण वृत्त्यपण आत्मसमर्पण एहा मध्यरु जहा कर सिद्ध हेब। जेबे मो ठारे मन तोर स्थापिबा पाई एकांतर समर्थन करे मोहि अभ्यास कले मोते पाई। अभ्यास अटे श्रेष्ठ धन असाध्य कर साधन। जेबे अभ्यासे न पारिबो मो प्रीति पाई कर्म सबु करिबो ताहा सुन तुहि नव प्रकारे अटे सेहि। वंदे मातरम। जाओ अपांकर सुंदर मंत्र आवृत्ति एवं पंक्ति उच्चारण रे आम निश्चित अनुभव करुचु जे जो उद्देश्य रे आमर दिव्य परिवार कर्मशाला कार्यक्रम आरंभ करिछु तार द्वितीय अधिवेशन उद्देश्य निश्चित आम पाखरे स्पष्ट हो जाउची जे व्यक्ति किपरि भगवान को निजर हवा को हेले ताकू कौ कौ गुण धर्मर अनुसरण करने पड़ो आ किपरि ताकू कर्म करने पड़ो। यही कार्यक्रम आरंभ मु समस्त को ए कार्यक्रम को स्वागत एवं अभिनंदन जनाऊँगी आउ सरुदय प्रणाम करुच्ची। प्रभुंकर 150 जन्मदिन पालन ऋतुरे बालेश्वर पाठचक्र श्री अरविंद पाठचक्र संगठन तरफ आमे पूज्य प्रातस्मरणीय बाबाजी महाराज विरचित गार्हस्थ्य धर्म पुस्तक आधार रे सांप्रतिक जो विक्षिप्त परिवार गुड़िकर अवस्था जहाँ को नहीं समाज आज विव्रत व्यतिव्यस्त एवं समाज आज नष्टभ्रष्ट होगा एक द्वारदर्शे आज दंडायमान होइछि। से परिवार को सुधार को जाई आमे एई भली एक पदक्षेप को हाथ को नहींचु। आम पाठचक्र संगे संगे अन्य जो साधारण जनता समस्त कार्य सहयोग कर कार्यक्रम आम शुभारंभ होइछि। जहाँ भी ये कार्यक्रम रे सहयोग करने अपा नमिता अपा आमको राजगंगपुर सहयोग कर सहित प्रसाद पटरे जिलू मोहन मान पुरोधा मारे सुभाष भाई आउ भाई लक्ष्मण भाई दया भाई सहित अन्य बहुत मान्यगण्य माने व्यक्तित्व अच्छा सहित राज्यर विभिन्न स्तर विभिन्न भाई अपा मैंने इतने योगदान कर समस्त को आउ थे हार्दिक प्रणाम एवं अभिनंदन जनाऊँगी। एवं यही कार्यक्रम आउ उपक्रम करने आम जिलार संगठक सम्मान्य दया भाई को अनुरोध करी भाई उपक्रम करेंगे। दया भाई आज शुभ संध्यार सर्वप्रथम निश्चित भाव स्नेहमयी
ମାଙ୍କ ଚରଣରେ ବିନମ୍ର ପ୍ରଣାମ କରିବି। ଆଉ ଯାହାଙ୍କର କରକମଳ ସ୍ପର୍ଶରେ ଆମ ଜୀବନ ଛନ୍ଦମୟ ହୋଇ ଉଠୁଛି, ଆମ ଜୀବନ ରୂପାନ୍ତରିତ ପଥରେ ଆଗକୁ ଆଗକୁ ଗତି କରିବାର ରାହା ପାଇଛି, ସେହି ପରମ କାରୁଣିକ ପୁରୁଷ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କୁ ଆଜି ସନ୍ଧ୍ୟାରେ ମଧ୍ୟ ବିନମ୍ର କୃତଜ୍ଞତା ଜ୍ଞାପନ କରୁଛି। ଏଥିସହିତ ବାଲେଶ୍ୱର ଜିଲ୍ଲାର ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ଆମେ ଯେଉଁ 150ତମ ଜନ୍ମ ପ୍ରଭୁଙ୍କର 150ତମ ଜନ୍ମ ଜୟନ୍ତୀ ପାଇଁ ବିଭିନ୍ନ କାର୍ଯ୍ୟ ପନ୍ଥା ବରଣ କରିଛୁ ବା ଆପଣେଇଛୁ। ତା ଭିତରେ ସମାନସ୍ପଦ କରୁଣା ଭାଇ ଆଜିର ଯେଉଁ ବିଶେଷ କାର୍ଯ୍ୟକ୍ରମଟି ରଖିଛନ୍ତି, ଏହା କଣ୍ଟିନ୍ୟୁ କରିବ ଦିବ୍ୟ ପରିବାରର କର୍ମଶାଳା, ଅର୍ଥ ଆମ ପରିବାରକୁ କେମିତି ଆମେ ଦିବ୍ୟ କରିପାରିବା, ସମସ୍ତଙ୍କୁ କେମିତି এই ରୂପାନ୍ତରିତ ବା ଏଇ ସାଧନାର ବା ଶ୍ରୀଅରବିନ୍ଦଙ୍କ ଯୁଗର ବାର୍ତ୍ତାକୁ ଦେଇପାରିବା, ସେ ପାଇଁ ଯେଉଁ ଅଭିନବ ପ୍ରୟାସ କରିଛନ୍ତି, ନିଶ୍ଚିତ ଭାବରେ ଆମ ଜିଲ୍ଲା ପାଇଁ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ। ଆମେ ବସିକି ଅନେକ ସମୟରେ କଥା ଭାବୁ ଏବଂ এই ଭାବିଲା ବେଳେ ହଠାତ୍ ଆମ ଆଗକୁ ଆସନ୍ତି ଯେଉଁ ପ୍ରାଜ୍ଞ ବିଜ୍ଞ ବ୍ୟକ୍ତିତ୍ୱ ମାନେ, ଯେଉଁମାନଙ୍କର ଉପଲବ୍ଧି ଆମମାନଙ୍କୁ ନିଶ୍ଚିତ ଭାବରେ ଆମର এই ଲକ୍ଷ୍ୟ ସମ୍ପର୍କରେ ସଚେତନ କରାଏ। ସେଥିମଧ୍ୟରୁ ଆମ ଜିଲ୍ଲାର ସୁଦୂର ଭୋଗରାଇର ପୂଜ୍ୟ ସୁଭାଷ ଭାଇ ରହିଛନ୍ତି। ସେ କନସେଣ୍ଟ ଦିଅନ୍ତି ସବୁବେଳେ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ତେଣୁ ଆଜି ମଧ୍ୟ ସେ ଆମ ସହିତ ଶ୍ରଦ୍ଧାର ସହିତ ଯୋଡ଼ିଛନ୍ତି। ତେଣୁ ବାଲେଶ୍ୱର ଜିଲ୍ଲାର ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ସୁଭାଷ ଭାଇଙ୍କୁ ବିନମ୍ର ପ୍ରଣାମ ଜଣାଉଛି। ସୁଦୂର ବ୍ରହ୍ମପୁରରୁ ଆମ ସହିତ ଅଛନ୍ତି ସମାନସ୍ପଦ ଭାଗୀ ଭାଇ। ଆମ ଏଇ ପାରିବାରିକ ଜୀବନରେ ଯେଉଁ ଆମେ ପରମକୁ ଜାଣିବା, ସକଳ ବସ୍ତୁରେ ଭଗବାନଙ୍କୁ ଉପଲବ୍ଧି କରିବା, ସେ ସମ୍ପର୍କରେ ଯେଉଁ ସବୁ ପ୍ରଶ୍ନ ଆସୁଛି, କିପରି ଆମେ ନିଜକୁ ସୁସଂଗଠିତ କରିପାରିବା, ସେ ସମ୍ପର୍କରେ ପ୍ରଶ୍ନ ଉତ୍ତର ଦେବା ପାଇଁ ମଧ୍ୟ ସେ ଅଛନ୍ତି। ତାଙ୍କୁ এই শুভ অবস্থায় বিনম্র প্রণাম জଣାଉଛି। এসହିତ ସୁନ୍ଦର ଭାବରେ ଯେ ଆମକୁ ଏଇ ସଙ୍ଗୀତ ଆବୃତ୍ତି କରୁଥିଲେ ନମିତା ଆପା, ସମ୍ମାନୀୟ ନମିତା ଆପାଙ୍କୁ ବହୁତ ସାରା ଭଲ ପାଇବା ଏବଂ ବିନମ୍ର ପ୍ରଣାମ ଜଣାଉଛି। ରସରାଜ ଭାଇ, ସେ ଆମ ସହିତ ଯୋଡ଼ି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାର ଯାଦୁକରୀ ସ୍ପର୍ଶ ତାଙ୍କୁ ନିଶ୍ଚିତ ଭାବରେ ଆମ ସହିତ ଯୋଡ଼ିକି ରଖିଛି ଏବଂ ରଖିଥାଉ, ଏ କଥା ମଧ୍ୟ ମାଙ୍କ ପାଖରେ ପ୍ରାର୍ଥନା କରୁଛି ଏବଂ ତାଙ୍କୁ ଏହି ଶୁଭ ଅବସରରେ ବିନମ୍ର ପ୍ରଣାମ ଜଣାଉଛି। ଏସହିତ ବାଲେଶ୍ୱର ଜିଲ୍ଲାର ସବୁ ବ୍ଲକର ଯେଉଁ ଭାଇ ଭଉଣୀମାନେ ଅଛନ୍ତି, ଶ୍ରଦ୍ଧାର ସହିତ ଏହି କାର୍ଯ୍ୟକ୍ରମକୁ ସମ୍ମାନ ଜଣାଉଛନ୍ତି ଏବଂ ଖାଲି ଜଣାଉନାହାନ୍ତି, ଦିବ୍ୟ ପରିବାର ଯେଉଁ ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହେବା ସଙ୍ଗେ ସଙ୍ଗେ ତାଙ୍କ ଅଞ୍ଚଳରେ ସବୁ ବ୍ଲକର ଭାଇ ଭଉଣୀମାନଙ୍କ ପାଖରେ ଏହି ବାର୍ତ୍ତାକୁ ପହଞ୍ଚାଇବା ପାଇଁ ଆପଣ ଉଦ୍ୟମ କରିଛନ୍ତି। 150ତମ ଜନ୍ମ ଜୟନ୍ତୀକୁ ଚେତନାର ନବଜନ୍ମରେ ସହାୟକ ଭାବରେ ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ଏହି ଶୁଭ ଅବସରରେ ବାଲେଶ୍ୱର ଜିଲ୍ଲାର ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ବିନମ୍ର ପ୍ରଣାମ ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଆଉ ସମାନସ୍ପଦ କରୁଣା ଭାଇକୁ ଯେତେ ଯାହା କହିଲେ ବି ସବୁ ନିଅଣ୍ଟ ପଡ଼ିବ, କାରଣ ସେ ପ୍ରତି ମୁହୂର୍ତ୍ତରେ କଥା କେମିତି କ'ଣ ହେଇପାରିବ, ଆମେ ଦୁଇ ଜଣଙ୍କ ସହିତ ଆମେ ଦୁଇ ଜଣ ବସିକି ଆଲୋଚନା କରୁଛୁ ଏବଂ ତାର କ'ଣ ନିର୍ଯାସ ବାହାରୁଛି ତାକୁ ସେ ପ୍ରାକ୍ଟିକାଲି ରୂପ ଦେବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କୁ ମଧ୍ୟ ଏହି ଶୁଭ ଅବସରରେ ପ୍ରଣାମ ଜଣାଉଛି। ଆଉ କଥାଟି ହେଉଛି ଯେ ଶ୍ରୀ ଅରବିନ୍ଦଙ୍କ ଯୋଗ ପଥରେ ଆମେ ସମସ୍ତେ ଅଛୁ। ଶ୍ରୀ ଅରବିନ୍ଦଙ୍କ ଯୋଗ ପଥରେ ଥାଇକି ଆମେ କିପରି ଚାଲିବୁ, ସେଥିପାଇଁ ଆମ ପାଇଁ ଆଶାର ବାଢି ହେଉଛି ଶ୍ରୀ ଅରବିନ୍ଦ ପାଠଚକ୍ର। ଶ୍ରୀ ଅରବିନ୍ଦ ଯୁଗ ଭଳି ଗୋଟେ ବିରାଟ ପଥ, ଅସୀମ ପଥ, ତାହାକୁ ଗୋଟିଏ ଗୋଟିଏ ପାହୁଣ୍ଡ ଅତିକ୍ରମ କରିବା ପାଇଁ ଆମ ପାଖରେ ଆଶା ବାଢି ହେଇଛି ଶ୍ରୀ ଅରବିନ୍ଦ ପାଠଚକ୍ର। এই ଶ୍ରୀ ଅରବିନ୍ଦ ପାଠଚକ୍ର ଜରିଆରେ ଆମେ ବହୁତ କଥା ଜାଣୁଛୁ ଯେ ଶ୍ରୀ ଅରବିନ୍ଦଙ୍କ ଯୁଗ ହେଉଛି ସଂସାର ଛାଡ଼ିକି ନୁହଁ। ଯଦି ଆମେ ଶ୍ରୀ ଅରବିନ୍ଦଙ୍କ ଯୁଗର ମୂଳ ଲକ୍ଷ୍ୟକୁ ଆମେ ଦେଖିବା, ତାର ମୂଳ ଉଦ୍ଦେଶ୍ୟକୁ ଦେଖିବା, ଆମେ ସମସ୍ତେ ଜାଣିଛୁ ରୂପାନ୍ତରିତ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି ହେଉଛି ଶ୍ରୀ ଅରବିନ୍ଦଙ୍କ ଯୁଗର ମୂଳ ଲକ୍ଷ୍ୟ ଉଦ୍ଦେଶ୍ୟ।
ସେଇ ମନ ପ୍ରାଣ ଶରୀର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ରହିଛି। ପ୍ରତ୍ୟେକ ବ୍ୟକ୍ତିର ମନ ପ୍ରାଣ ଶରୀର ଯଦି ଦିବ୍ୟ ତତ୍ତ୍ୱରେ ରୂପାନ୍ତରିତ ହବ ତାହେଲେ ଏ ସମଗ୍ର ସମାଜ ଦିବ୍ୟ ହବ। ତେଣୁ ଆମେ ଯେଉଁ ପରିବାର ଭିତରେ ଅଛେ ସେ ପରିବାର ପ୍ରତ୍ୟେକ ବ୍ୟକ୍ତିଙ୍କର ମନ ପ୍ରାଣ ଶରୀର ଯଦି ରୂପାନ୍ତରିତ ନ ହୁଏ ତାହେଲେ ଦିବ୍ୟ ପରିବାର କେମିତି ହବ? ଯଦି ଦିବ୍ୟ ପରିବାର ନ ହବ ଦିବ୍ୟ ସମାଜ କିପରି ଗଠିତ ହବ? ତେଣୁ ଯେହେତୁ ଶ୍ରୀଅନ୍ନଙ୍କ ଯୁଗ ନିୟର ଟୁ ଫାର ଅର୍ଥ ପ୍ରତ୍ୟେକ ବ୍ୟକ୍ତି ସତ୍ତା ପାଖରୁ ଆରମ୍ଭ ହବ। ପ୍ରତ୍ୟେକ ବ୍ୟକ୍ତି ସଚେତନ ଭାବରେ ନିଜର ମନ ପ୍ରାଣ ଶରୀର ପ୍ରତି ଫୋକସ କରିବେ ଏବଂ ତାକୁ ରୂପାନ୍ତରିତ କରିବା ପାଇଁ ଆସ୍ପୃହା କରିବେ। ତେଣୁ ସେଇ କାର୍ଯ୍ୟ ପାଇଁ ସଂସାରକୁ ସେ ଆସିଛନ୍ତି। ମାଙ୍କର ଗୋଟେ ମେସେଜ ମନେ ପଡୁଛି ଯେ ହୋଲ ଲାଇଫ ସମଗ୍ର ଜୀବନଟା ହଉଛି ପ୍ରତ୍ୟେକ ବ୍ୟକ୍ତି ବୁଝିବା ଦରକାର ଯେ ସମଗ୍ର ଜୀବନଟି ହଉଛି ସାଧନା। ତେଣୁ ଦ ହୋଲ ଲାଇଫ ହଉଛି ସାଧନା ଯେତେବେଳେ ହେଇଛି ତେଣୁ ଆମର ପ୍ରତ୍ୟେକଟି କାର୍ଯ୍ୟକୁ ଆମେ ସାଧନା କରିବା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏ କଥାକୁ ବୁଝିବେ। ଶ୍ରୀଅନ୍ନ ପାଠଚକ୍ରରେ ଆସିଲା ପରେ ସମସ୍ତେ ଏଇ କଥାକୁ ଅନୁଭବ କଲେ। ଆଗରୁ ଯେତେବେଳେ ଆମେ ଶ୍ରୀଅନ୍ନକୁ ଜାଣିନଥିଲୁ ମାଙ୍କୁ ଜାଣିନଥିଲୁ ଆମେ ଗୋଟେ ପ୍ରବୃତ୍ତିଗତ ଜୀବନ ବଞ୍ଚୁଥିଲୁ। ଯେତେବେଳେ ମାଙ୍କୁ ଜାଣିଲୁ ଶ୍ରୀଅନ୍ନକୁ ଜାଣିଲୁ ଗୋଟେ ପ୍ରବୃତ୍ତିଗତ ଜୀବନକୁ ବାଦ ଦେଇକିରି ଗୋଟେ ନୈତିକତା ଜୀବନକୁ ଆସିଲୁ ଟିକେ ଉଚ୍ଚତର ଜୀବନ। ତାପରେ ନୈତିକତା ଜୀବନ ପରେ ପରେ ଯେତେବେଳେ ମନର ବିକାଶ ହେଲା ତାପରେ କଣ କରୁଛୁ ନା ଆମେ ଆଧ୍ୟାତ୍ମିକ ଜୀବନ ପାଇଁ ପ୍ରୟାସ ଆରମ୍ଭ କଲୁ। ସେଠୁ ଶ୍ରୀଅନ୍ନଙ୍କ ଯୁଗର ଅହିମା ଆରମ୍ଭ ହେଲା। ଅର୍ଥ ପ୍ରତ୍ୟେକ ବ୍ୟକ୍ତି କେତେ ତାର ସମଗ୍ର ସତ୍ତାରେ ଭଗବାନଙ୍କୁ ଉପଲବ୍ଧି କରିପାରିବ। ଏଇ ଯୋଉ ନୂଆ କଥାଟି ହେଲା ପ୍ରବୃତ୍ତିଗତ ଜୀବନ ନୈତିକତା ଜୀବନ ତାପରେ ଆଧ୍ୟାତ୍ମିକ ଜୀବନ। ସେ ଆଧ୍ୟାତ୍ମିକ ଜୀବନର ଅହିମାରମ୍ଭ ହେଲା ଅର୍ଥ ପ୍ରତ୍ୟେକ ବ୍ୟକ୍ତି ଭିତରେ ଗୋଟେ ମନରେ ସେ ପ୍ରଭାବ ପଡିଲା, ପ୍ରାଣରେ ପ୍ରଭାବ ପଡିଲା, ଶରୀରରେ ପ୍ରଭାବ ପଡିଲା, ଚେତନାର ଗୋଟେ ଓଲଟ ପାଲଟ ହେଲା। ସେଠୁ ସେ ଦିବ୍ୟ ତତ୍ତ୍ୱ ପାଇଁ ପ୍ରସ୍ତୁତି ହେଲା। ଯେତେବେଳେ ସିଏ ହେଲା ତାପରେ କଣ ହବ ନା ତାର ପ୍ରଭାବ ବା ଇନଫ୍ଲୁଏନ୍ସ ତା ପରିବାର ଉପରେ ପଡିଲା। ତେଣୁ ପରିବାର ଅନ୍ୟମାନଙ୍କ ପାଖରେ ତାର ଆଚରଣ ଉଚ୍ଚାରଣର ଗୋଟେ ବ୍ୟତିକ୍ରମ ଦେଖାଗଲା। ଆଗରୁ ଯାହା ଥିଲା ପଶୁବତ ବଞ୍ଚୁଥିଲା ବେଳେ ଯେମିତି ଥିଲା ନୈତିକତାକୁ ନେଇ ଯେମିତି ବଞ୍ଚୁଥିଲା ଆଧ୍ୟାତ୍ମିକ ଜୀବନରେ ଆହୁରି ଅଧିକ ସଂଗଠିତ ହେଲା। ତେଣୁ ପରିବାର ଭିତରେ ସେଇ ପ୍ରଭାବଟି ଯେତେବେଳେ ପଡିଲା ପରିବାର ସମସ୍ତଙ୍କ ଭିତରେ ଅଣ୍ଡରଷ୍ଟାଣ୍ଡିଂ ବଢିଆ ରହିଲା। ତେଣୁ ଅଣ୍ଡରଷ୍ଟାଣ୍ଡିଂ ବଢିଆ ରହିଲା ପରେ ସେ ପରିବାର ଭିତରେ ଗୋଟେ ଦିବ୍ୟ ଶକ୍ତି କ୍ରିୟା କଲା। ତାପରେ ସେ ପରିବାର ଦିବ୍ୟ ପରିବାରରେ ପରିଣତ ହବାକୁ ଆରମ୍ଭ କଲା। ତେଣୁ ଏଇଟା ଗୋଟେ ପ୍ରିଲିମିନାରୀ ଷ୍ଟେଜ। ଏଇଭଳି ଗୋଟେ ବ୍ୟବସ୍ଥା ଭିତରେ ଦେଇକରି ଆମ ପରିବାର ଆଗକୁ ଆଗକୁ ବଢିଲା। ତ ଯେତେବେଳେ ଆମେ ନିଜେ ଜାଣିଲୁ ପାଠଚକ୍ର ଜରିଆରେ ଏଇ ଆଶାବାଡି ଜରିଆରେ ଅନ୍ୟମାନଙ୍କୁ ମଧ୍ୟ କଣ କଲୁ ନା ଏଥିରେ ଯୋଡିବା ପାଇଁ ଚେଷ୍ଟା କଲୁ। କାରଣ ଆମେ ଦେଖୁଛୁ ଶ୍ରୀଅନ୍ନ ପାଠଚକ୍ରରେ ଦ୍ଵାରା ଆମର ପ୍ରବୃତ୍ତିଗତ ଜୀବନ ନୈତିକତା ଜୀବନ ଧୀରେ ଧୀରେ ଇମ୍ପ୍ରୁଭ ହେଇକି ଆଧ୍ୟାତ୍ମିକ ଜୀବନ ଆଡକୁ ଆମେ ଗତି କରିପାରୁଛୁ। ଯାହାଫଳରେ ଆମର ସମସ୍ତ ଆମୂଳଚୂଳ ପରିବର୍ତ୍ତନ ଆରମ୍ଭ ହଉଛି। ତେଣୁ ଏଇ କଥାଟି ଯେତେବେଳେ ବ୍ୟକ୍ତି ନିଜେ ଅନୁଭବ କଲା ତା ପରିବାର ଭିତରେ ସେଟାକୁ ସେ ପ୍ରୟୋଗ କରିବା ପାଇଁ ଚେଷ୍ଟା କଲା। ପରିବାର ଭିତରେ ସମସ୍ତଙ୍କ ଭିତରେ ଏଇ କଥାଟି ହେଲା। ସେ ଦିବ୍ୟ ପରିବାର କଣ କଲା ପାଖ ପଡୋଶୀକୁ ସେ କଥାଟି ମେସେଜ ଦେଲା। ଧୀରେ 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 ଗୋଟେ ଦିବ୍ୟ ସମାଜକୁ ଆକର୍ଷଣ କଲା। ତେଣୁ ସେଇଥିପାଇଁ ଯେ ଆଜିକାଲି ପ୍ରତ୍ୟେକ ପରିବାରରେ ଯେହେତୁ ଭାଇ କହୁଥିଲେ ପରିବାର କେହି ଗୋଟେ ଶାନ୍ତିରେ ନାହାନ୍ତି, ଆନନ୍ଦରେ ନାହାନ୍ତି, ଖୁସିରେ ନାହାନ୍ତି। ଅର୍ଥାତ୍ ତାର ନୁହେଁ ଯେ ତାମାନେ ହେଇପାରିବେନି, ନାହାନ୍ତି ମାନେ ହେଇପାରିବେନି ନୁହଁ। ଯେହେତୁ ପ୍ରାଇମେରୀ ଷ୍ଟେଜରେ ବା ପ୍ରାଥମିକ ସ୍ତରରେ ଗୋଟେ ପ୍ରବୃତ୍ତିଗତ ଜୀବନ ଚାଲିଥାଏ। ସେ ପ୍ରବୃତ୍ତିଗତ ଜୀବନରେ ଯେଟା ତାର ମଥାକୁ ପଶି ଆସିଲା ସେଟା କଲା, ଯୋଉଟା ଭଲ ଲାଗିଲା ସେଟା କଲା। କିନ୍ତୁ ଯେତେବେଳେ ପ୍ରବୃତ୍ତିଗତ ଜୀବନରୁ ସେ ଆନନ୍ଦ ପାଇବନି ବା ଆଉ ଗୋଟେ ନୈତିକତା ଜୀବନକୁ ଆସିବ ତେଣୁ ଆଉ ଟିକେ ହାୟର କଥା ଭାବିବ, ଟିକେ ଉଚ୍ଚ କିଛି କରିବ। ଯଦି ସେତିକି ସେ ସନ୍ତୁଷ୍ଟ ହବନି ତାପରେ ଆଧ୍ୟାତ୍ମିକ ଜୀବନ ପ୍ରତି ତାର ଅନୁରାଗ ସୃଷ୍ଟି ହବ। ଇତାନ ଏଇ କଥାଟି ହବା ପାଇଁ ଆମ ପାଇଁ ପାଠଚକ୍ର ଏକମାତ୍ର ଅବଲମ୍ବନ। ଶ୍ରୀଅନ୍ନଙ୍କ ଯୁଗରେ ଏ କଥା ସମ୍ଭବ। ତେଣୁ ଯେଉଁ ସମଗ୍ର ଜୀବନ ସାଧନା ସମଗ୍ର ଜୀବନ ଭିତରେ ନିଜ ଭିତରେ ଭଗବାନ ଅଛନ୍ତି ଆଉ ତାଙ୍କୁ ଉପଲବ୍ଧି କରିବା, ସକଳ ବସ୍ତୁରେ ଭଗବାନ ଅଛନ୍ତି ତାଙ୍କୁ ଉପଲବ୍ଧି କରିବା, ଏଇଟା ହଉଛି ସାଧନାର କଥା। ତେଣୁ ଏଇ କଥାଟି କେବଳ ସମ୍ଭବ ହେଇପାରିବ ଶ୍ରୀଅନ୍ନ ପାଠଚକ୍ର ଜରିଆରେ। ତେଣୁ ଆମେ ସମସ୍ତେ ସେଥିପାଇଁ ଅଣାଧିକେ ଶ୍ରୀଅନ୍ନ ପାଠଚକ୍ରକୁ ଭଲ ପାଇଛୁ, ପାଠଚକ୍ର ଅନୁଭବକୁ ନେଇଛୁ, ଉପଲବ୍ଧିକି ନେଇଛୁ, ନେଇକରି ଆମେ ନିଜ ହବା ସଙ୍ଗେ ସଙ୍ଗେ ପରିବାର ଭିତରେ ସେଇ କଥାଟିକୁ ପ୍ରୟୋଗ କରିଛୁ ଏବଂ ତାର ଉପକାର ପାଇଛୁ। ଏବଂ ଆହୁରି ଆଗକୁ ଆଗକୁ ମଧ୍ୟ ଆମୂଳଚୂଳ ପରିବର୍ତ୍ତନ ହେଇକରି ଚେତନାର ଗୋଟେ ମହା ରୂପାନ୍ତର ଘଟିବ ବା ଚେତନାର ଗୋଟେ ବିପୁଳ ପରିବର୍ତ୍ତନ ଘଟିବ। ଆଉ ଶ୍ରୀଅନ୍ନ ଯୋଉ କଥାଟି କହୁଛନ୍ତି ସବା ଶେଷରେ ପ୍ରତ୍ୟେକ ମଣିଷ ଦିବ୍ୟ ଜୀବନ ପ୍ରାପ୍ତ ହେବେ ଆଉ
मन प्राण शरीर भगवत तत्व रूपांतरित हम रूपांतरित मन प्राण शरीर भगवत तत्व रूपांतरित हम तेणु यही कथाटी प्रत्येक घरे घरे श्रीरंग वार्ता पहुंचा दरकार यही कथा को नहीं श्रीरंग 150तम जन्मदिन आम समस्त तत्पर हो मैंने ना जो मैंने बुझी मानव चेतनार ऊर्ध्व आउ गोटे महाचेतना अच्छी जो चेतना कौन कर आमको से दिव्य तत्व द्वारा परिचालित करधीन को लेकिन आम दिव्य तत्व रूपांतरित कर केतेक व्यक्ति मैंने कौन कर भाव में व्यवस्था भर आसुँच तेणु से आम अल्प संख्यक हेले जेहेतु आम बुझीचु जे परिवार रे प्रत्येक व्यक्ति भूमिष्ठ हबार कारण ये हूँ भितरस्थ भगवान को उपलब्धि करवा आउ सकल वस्तु भगवान को उपलब्धि करवा से दिव्य तत्व रूपांतरित हवा तेणु समस्त से कथा तत्पर अच्छा तेणु आम से बाबाजी महाराज जो कथा कहते जे से घरे घरे कहीं पाठचक्र हवा दरकार ए संपर्क आम सहित निश्चित भाव सुभाष भाई अच्छा आलोचना करेंगे तेणु आमपाई श्रीरंग जुगे जो पाद देचे श्रीरंग जुग जो आम आह्वान करचे समस्त जेहेतु श्रीरंग पाठचक्र एकमात्र आशावाड़ी अवलंबन तेणु समस्ते श्रीरंग पाठचक्र करने अन्य मान प्रेरणा दबा एवं निजे से वार्ता को लेकिन आगू आगू बढ़ा ये आमर जो पारिवारिक जीवन में श्रीरंग पाठचक्र आवश्यकता कथाटी को आम ग्रहण कर आलोचना परिसर को आनी ऑनलाइन कार्यक्रम भितर को आनी जो ये कथा समस्त जानवे धीरे 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 ये पाठचक्र व्यापकता बढ़ो एवं समस्ते जो मूल लक्ष्य टी रखीचु जे प्रत्येक नियर टू फार अर्थ निजे परिवर्तन संगे परिवार परिवर्तन संगे गाँव को परिवर्तन करने संगे गोटे दिव्य समाज गठित हम कारण संसार को छाड़ी श्रीरंग जो संसार प्रत्येक अणुकोण अनुकोण यह परिवर्तन आवश्यकता रही है परिवार आरंभ ही समग्र संसार को यह व्याप्त ये हूँ मूल लक्ष्य तेणु आम समस्ते यही कथा को शुणापी मुझे जस्ट खाली उपक्रम देली तापर भाई आम सहित अच्छा सुंदर भाव आलोचना करें शुणा भाई अच्छे तार सब जहाँ क्वेश्चन आसो सी विशद भाव में आलोचना करेंगे ये कही मोर वक्तव्य को विराम दूसरी समस्त आउ थे कृतज्ञता ज्ञापन कर धन्यवाद भाई भाई ये सुंदर उपक्रम निश्चित गोटे सुंदर माने बेस तैयारी कला पृष्ठभूमि आबे आम सम्माननीय आमर सुभाष भाई को अनुरोध करूँ से गायस्थ धर्म को आधार कर आलोचना रखिए सम्माननीय सुभाष भाई। ओम तत्सवितृवरं रूपं ज्योतिः परस्य धीमहि ज्योतिः परस्य धीमहि ज्योतिः परस्य धीमहि ज्ञानः सत्यनति भाई आप टिके जोर कहबे टिके पाखु को आनिकी धन्यवाद दया भाई आपनकर उपक्रमणिका एते सुंदर थिला मोर अंतर गभीरतम प्रदेश आपन को बधाई जनाऊँगी कोरोना भाई को कौन कहबी सी तो माने प्रकृत में इमिति जदि किसी कर्मी इमिति उत्साही इमिति आस्पृहाशील व्यक्ति जदि आम पृथ्वी में किसी बाहरते ताहले ये पृथ्वी निश्चित आम समाज कि सुंदर भाव में बदली जाता ये संदेह नहीं तांको मोर अशेष धन्यवाद। मु प्रथमे ये कार्यक्रम आरंभ पूर्व आम माँ को तो निश्चित भाव में आमर समर्पण भाव जनइबा दिव्य जननी माँ तांको पादरे मोर कोटि कोटि प्रणाम परम प्रभु श्री अरविंद ये पाठचक्र जोग देइथिबा समस्त भाई अपा समस्त को मु हार्दिक अभिनंदन जनाऊँगी स्वागत करुच्ची आमे समस्ते गोटे परिवार ता नहले आज इमिति गोटे ऑर्गेनाइजेशन बा संस्था बा इमिति गोटे पाठचक्र पे आमे व्याकुलित होन्तुनि केबे एवं ये जोग श्रीमंत परिष्कार की कहिसंती जे एटा गोटे निश्चय कलेक्टिव जोग समूह जोग जड़े व्यक्ति रूपांतरित हेले समाज रूपांतरित हो पारिबनी आमे जो माने निश्चित भाव में समन्वित होइचु एमन गोटे लाइक माइंडेड पीपल अर्थात समस्त गोटे मन प्राण शरीर गोटे उद्वेलन सृष्टि होती गोटे भावना जागृत होती जहाँफल
आमे को दिव्य जीवन केमिति प्राप्त हेई पारे बा ता विषय कौन कौन सब कथा महाश्रीमंद कहिसेंती से कथा को आधार करी आमर तो आलोचना निश्चय जारी रहिबो। आमे गोटे अभूतपूर्व समय रे पृथ्वी रे आसी पहुंचीचु जोठी की पूर्वर जते सब कथा थिला धार्मिकता नैतिकता ये समस्त कथा को आमे पछक पकई आम गोटे नूतन आध्यात्मिकता जोटा माँ श्रीमंद कहिसेंती जे आध्यात्मिकता प्रकृति रे कौन सेटा से सुंदर डेफिनेशन टे देइचंती स्पिरिचुअलिटी इज टू लिव इन द डिवाइन एंड टू ग्रो इनटू द डिवाइन अर्थात भगवान भितरे बंचिबा आ भगवान होई उठिबा ए जो क्रियाटी एटा ता पय एक प्रस्तुति हमर पाठचक्र तेणु यही कथा जानिबा पे हेले गत सप्ताह रे हमें आलोचना करिथुलु जे भक्ति जदि परिवर्तित न होउची रूपांतरित न होउची ताहले समाज रूपांतरित हबनी परिवार रूपांतरित हबनी मां बारंबार कहि थांती फर्स्ट चेंज योरसेल्फ इफ यू वांट टू चेंज द वर्ल्ड इटा गोटे निश्चित सत्य परिवार कहले केते व्यक्ति विशेष बाप मां पुओ झियो आ स्त्री स्वामी स्त्री इमिति गोटे नै कि गोटे केते जन को आमे परिवार बोली कहि थाई आ परिवार रो प्रकृत रे समस्त भितर समान चेतना विकास लाभ करि न थाए किछि किछि परिवार अछंती आध्यात्मिकतार नामगंध भी नहीं किछि किछि परिवार अछंती जो माने धार्मिकता को आध्यात्मिकता बोली भाबी थांती सी मध आम पई ग्रहणीय नुह आमे चाहूँ गोटे शुद्ध पूत पवित्र आध्यात्मिक जीवन जो भगवान को भितरे बंचिबा आउ भगवान गुणधर्म रे धर्मांतरित होई आमर मन प्राण शरीर को रूपांतरित करिबा एटा होची प्रकृतिर आध्यात्मिकता कथा जीवन को छाड़ी नुह पूर्व जो सब थिला सन्यास कथा धर्मर कथा से माने संसार को छाड़ी की पलायन पंथीर रास्ता धरिथिले सेटा हमर लक्ष्य नुह ट्रू स्पिरिचुअलिटी इज नॉट टू रिनाउंस द वर्ल्ड बट टू मेक लाइफ परफेक्ट विथ डिवाइन परफेक्शन दिव्य पूर्णतारे जीवन को परिपूर्ण करिकवा एटा होची प्रकृत आध्यात्मिकतार लक्ष्य एवं से विषय रे मु गला थर आलोकपात करिथिली जे व्यक्ति किमिति सृष्टि हबो प्रथम कथा हला व्यक्ति किमिति नुआ नुआ शिशु जेमे दिव्य शिशु ही पृथ्वी को आसीबे फोररनर्स ऑफ द डिवाइन मल्टीट्यूड जे कथा श्री अरविंद सावित्री महाकाव्यर जो 343 और 44 पृष्ठ रे ए विषय सुंदर भाव कही जे केबे माने अनेक अनेक नोबल सोल माने से माने भीड़ जमे अछंती किमिति पृथ्वी पृष्ठ को आसीबे किंतु उपयुक्त माँ पाउनाहांती एवं उधर आधार पाउनाहांती जहा फल जो से अवतीर्ण हेबे एटा थिला सबुठ बड़ समस्या से पई हमर महापुरुष माने कहि जाइचंती गिव मी गुड मदर्स आई विल गिव यू ए गुड नेशन मते भलो भलो माँ दियो मु तुमको निश्चित भाव में भल जाति देवी तेणु यही दिगरे माँ प्रयास विशेष भाव में जारी रहा दरकार माँ को शिक्षित करवा दरकार से विषय गला थर भागीरथी भाई कि सुंदर सब उदाहरण देउथिले मु अति तन्मय हो शुणु थाए मोर अशेष धन्यवाद आज तो निश्चय भाव से अनेक कथा कहे जहाँ भी हो तेणु ये प्रथम कथा जो विभ्रांतिकर जो विभ्राट सामाजिक अधपतन देखा देइछि ई सामाजिक अधपतन मूल रे व्यक्ति चेतना ही प्रकृति रे दायी व्यक्ति वर्तमान गोटे सबुठु अति विशृंखलित अति इत्ते उद्भ्रांत जीवन यापन करूची जहा फल रे ता भीतर संगति नहीं तार मुख्य कारण होची जे आमे निजको केबे चिन्हिनु निजको जानिनु निज सत्ता विषय आमे संपूर्ण अज्ञ जो कथा माँ कही था 12th वॉल्यूम शिक्षा वॉल्यूम रे जे साइंस ऑफ लिविंग जीवन विज्ञान विषय आमर किसी भी धारणा नहीं तेणु मनीष विशृंखलित होगा निहाती दरकार आम भितर जो सत्ता माने अछंती जो माने को को सत्ता द्वारा आम परिचालित होचु सेमानकर गुणधर्म कौन आ सेमाने कौ सत्ता दिव्य आ कौ सत्ता अदिव्य ये कथा आम जानिनु आमर अहंकार किए आम भितर दिव्य सत्ताटी किए तार प्रभाव कौन
ଏ ବିଷୟରେ ମଧ୍ୟ ଆମେ ଜାଣିନୁ। ଏଇ ସମସ୍ତ ପାଇଁ ମଣିଷ ନିଜକୁ ନିଜେ କଣ୍ଟ୍ରୋଲ କରି ସେ ପାରେନି। ସାଇନ୍ସ ଅଫ୍ ଲିଭିଂରେ ପ୍ରଥମ କଥା ହେଉଛି ଟୁ ନୋ ୟୁର ସେଲ୍ଫ, ନିଜକୁ ଜାଣ। ନିଜକୁ ଜାଣିଲେ ଯାଇ ୟୁ ୱିଲ୍ କଣ୍ଟ୍ରୋଲ ୟୁର ସେଲ୍ଫ, ନିଜକୁ ନିଜେ ଆୟତ୍ତ କରିବ, ନିଜକୁ ସଂଶୋଧନ କରିବ। ତେଣୁ ଏଇ ଯେଉଁ ଆମେ ତ ଜାଣିଛେ ମଣିଷ ମାନେ ମୁଁ ଗୋଟେ ମଣିଷ, କିନ୍ତୁ ମୋ ଭିତରେ ଯେଉଁ 4ଟି ଭିନ୍ନ ଭିନ୍ନ ସତ୍ତା କ୍ରିୟାଶୀଳ ଏବଂ ସେମାନଙ୍କର ଚରିତ୍ର ଭିନ୍ନ ଭିନ୍ନ, ଆଉ କେମିତି କାହାକୁ କଣ୍ଟ୍ରୋଲ କଲେ ଶୃଙ୍ଖଳିତ ଜୀବନଯାପନ କରିପାରିବା। ଭାଇ ଟିକେ ସାଉଣ୍ଡ ଟିକେ ଆଉ ବଢେଇକି ଏଇ କଥାକୁ ଟିକେ ଗୁରୁତ୍ୱ ଦେବା ପାଇଁ ଆମର ପ୍ରୟାସ ନିଶ୍ଚୟ ଜାରି ରହୁ। ଏବଂ ଆମେ ସମସ୍ତେ ଜାଣିଛୁ ଯେ ମନ ପ୍ରାଣ ଶରୀର ଆତ୍ମା ମେନ୍ ଇଜ୍ ଏ 4 ଡାଇମେନସନାଲ ବିଙ୍ଗ, ଏଇଟା ଆମେ ସମସ୍ତେ ଜାଣୁ। କିନ୍ତୁ ନିଜେ ଯେତେବେଳେ ଏଥିରେ ଅବତୀର୍ଣ୍ଣ ହେଇକି ଆମେ ସଂସାର କରିବା ପାଇଁ ଯାଉଛୁ, ସେତେବେଳେ ଆମର ସବୁ ବିସ୍ମରଣ ହେଇଯାଉଛି। ସତ୍ତାମାନଙ୍କୁ ନିୟନ୍ତ୍ରଣରେ ଆମେ ରଖିପାରୁନୁ, ଆମର ସଂଯମ ନାହିଁ, ଆୟତ୍ତ ନାହିଁ, କଣ୍ଟ୍ରୋଲ ନାହିଁ। ଏବଂ ସେଇଥିପାଇଁ ସାଧନାର ଗୋଟେ ଆବଶ୍ୟକତା ରହିଛି। ସାଧନା ନହେଲେ ଆପାତତଃ ଯେତିକି ମିନିମମ୍ ସାଧନା, ମାନେ କଠୋର ସାଧନା କଥା ମୁଁ କହୁନି, ଯେ ଗୋଟେ ସଚେତନତା ଆମ ଭିତରେ, ଡିଭାଇନ୍ ଇଜ୍ ଦେୟାର ୱିଦିନ୍ ଆସ୍, ଆମ ଭିତରେ ଭଗବାନ ଅଛନ୍ତି। କିନ୍ତୁ ଆମେ କାହା ଦ୍ୱାରା ପରିଚାଳିତ ହେଉଛୁ ନା ଗୋଟେ ଅସୁର ଶକ୍ତି ବା ଗୋଟେ ଅସୁର ଯାହାକୁ ଅହଙ୍କାର ବା ଇଗୋ ବୋଲି କହୁଛେ, ତାହା ଦ୍ୱାରା ଆମେ ପରିଚାଳିତ ହେଉଛେ। ଇଗୋଜ୍ ଫ୍ୟାକ୍ଟ୍ରି ଆଣ୍ଡ ମାର୍ଟ ସାବିତ୍ରୀରେ କୁହାଗଲା, ଇଗୋଜ୍ ଫ୍ୟାକ୍ଟ୍ରି ଆଣ୍ଡ ମାର୍ଟ ସରାଉଣ୍ଡ ଦି ବ୍ୟୁଟିଫୁଲ ଟେମ୍ପଲ ଅଫ୍ ଦି ସୋଲ୍। ଆତ୍ମାର ଯେଉଁ ସୁନ୍ଦର ଗୃହଟି, ତାକୁ ଇଗୋର କାରଖାନା, ଇଗୋର ହାଟ ତାକୁ ଘେରି ରହିଛି। ତେଣୁ ଇଗୋ କିଏ, ଡିଭାଇନ୍ କିଏ, ଏ ବିଷୟରେ ଆମର ସମ୍ୟକ ଜ୍ଞାନ ଥିବା ଦରକାର। ଯେ ଯେଉଁ ବହିର୍ସତ୍ତାଟି, ଯାହାକୁ ମୁଁ ବୋଲି କହୁଥାଏ, ଇଏ ମୁଁଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ତାହାର ଇଗୋର ଗୋଟେ ପ୍ରତିଫଳନ, ବା ଇଗୋ ସେ ନିଜେ ଇଗୋ ମୁଁ, ଦିସ୍ ବଡିଲି ଏପିଆରେନ୍ସ, ଯାହାକୁ ଗୋଟେ ଶରୀର ଦେଖି ମୁଁ କହୁଛି ଏଇଟା ମୁଁ, କିନ୍ତୁ ଏଇଟା ଗୋଟେ ମାସ୍କ, ଏଇଟା ଠିକ କଥା ନୁହଁ। ଏ ଫର୍ମଟା ସଦାବେଳେ ଆମ ସହିତ ସେ ପ୍ରତାରଣା କରି ଚାଲିଛି ନିଶ୍ଚିତ ଭାବରେ। କିନ୍ତୁ ୟାର ଅନ୍ତରାଳରେ ଏକ ଦିବ୍ୟ ସତ୍ତା ସିଏ ଲୁଚିକି ଅଛି। ହିଡ୍ ଡିପ୍ ୱିଦିନ୍ ଆସ୍ ଏ ସ୍ପିରିଚୁଆଲ ପାୱାର କ୍ୟାନ୍ ଡୁଏଲ୍, ଗଭୀର ଭାବରେ ଏକ ସତ୍ତା ଆମ ଭିତରେ ରହିଛି। ତେଣୁ ଅଛି ବୋଲି ଆମେ କେମିତି ଜାଣିବା? ନା ତାର ଗୋଟିଏ ସମ୍ୟକ ପ୍ରତ୍ୟକ୍ଷ ପ୍ରମାଣ ହେଉଛି ଯେ ଆମେ ସଦାବେଳେ ଟ୍ରୁଥ୍, ବିୟୁଟି, ଗୁଡ୍, ଗଡ୍, ଏଇ ଯେଉଁ 4ଟି କଥା ଅଛି, ଏହାରି ପ୍ରତି ଆମେ ଆମ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ, ତା ପ୍ରତି ଗୋଟେ ଇନକ୍ଲାଇନେସନ୍, ତା ପ୍ରତି ଗୋଟେ ଆସକ୍ତି ଭାବ, ତା ପ୍ରତି ଗୋଟେ ଭଲ ପାଇବା, ଯେ ଆମେ ମନ୍ଦଟାକୁ କେବେ ଭଲ ପାଇବାନି, ଭଲଟାକୁ ଭଲ ପାଇବା, ସୌନ୍ଦର୍ଯ୍ୟଟାକୁ ଭଲ ପାଇବା। ଟ୍ରୁଥ୍, ବିୟୁଟି ଯେଟା ମଙ୍ଗଳ, ଆଉ ଗୁଡ୍, ଗଡ୍ ଭଗବାନକୁ ଆମର ନଜର ସେଟାକୁ ଢଳି ରହିଛୁ, ସବୁ କଥାରେ ଇଏ କରୁଛୁ। ତେଣୁ ଇଏ ସମସ୍ତ କଥା ଯେହେତୁ ଆମ ଭିତରେ ଅଛି, ସେଇ ସତ୍ତା ଆମକୁ ପୁଶ୍ କରୁଛି ତୁ ଦିବ୍ୟ ହ। କିନ୍ତୁ ଆଉ ଗୋଟେ ସତ୍ତା, ଯିଏ ଆଉ ମନ ଆଉ ପ୍ରାଣ, ଏମାନେ ଅନଡିଭାଇନ୍ ଆଉ ଏଣ୍ଟି ଡିଭାଇନ୍ ବୋଲି ମଧ୍ୟ କୁହାଯାଇଛି। ବର୍ତ୍ତମାନ ଅବସ୍ଥାରେ ଅନଡିଭାଇନ୍ ଆଉ ଏଣ୍ଟି ଡିଭାଇନ୍ ହେଇକି ଏମାନେ ଅଛନ୍ତି। ତେଣୁ ଏମାନଙ୍କୁ କେମିତି ଆମେ ଟ୍ୟାମ୍ କରିବା, କେମିତି ତାଙ୍କୁ ପୋଷା ମାନେଇ ଦିବ୍ୟତାର ସ୍ପର୍ଶ ଦେଇ ତାଙ୍କୁ ସଂଶୋଧନ କରିବା, ଯାହା ଫଳରେ ଆମେ ଗୋଟେ ଦିବ୍ୟ ହେଇ ଉଠିବା ଏବଂ ଆମର ପ୍ରଭାବରେ ଆମର ପରିବାର, ଆମ ସମାଜ, ଏମାନେ ସମସ୍ତେ ପ୍ରଭାବିତ ହେବେ। କୁହାଯାଇଛି ସ୍ପିରିଚୁଆଲିଟି ହେଜ୍ ଏ କଣ୍ଟାଜିଅସ୍ ଏଫେକ୍ଟ। ଏତେ ସେ ଯେମିତି ଗୋଟେ କଣ୍ଟାଜିଅସ୍ ଡିଜିଜ୍ ବ୍ୟାପିଯାଏ, ସେମିତି ଯଦି ଜଣେ ପ୍ରକୃତରେ ହେଇଥିବ, ଆମେ ତ କେତେ ଜଣ ହେଇଛୁ କଥା କହିହେବନି, କିଏ ବା ହେଇଛି, କିନ୍ତୁ ଯଦି ଜଣେ ଦିବ୍ୟ ହେଇଥାଏ, ତାର ସ୍ପର୍ଶରେ ଅନ୍ୟମାନେ ମଧ୍ୟ ଦିବ୍ୟ ହେଇଯାଆନ୍ତି। ଗୋଟିଏ ଚନ୍ଦନ କାଠ, ଚନ୍ଦନ ଗଛ ଜଙ୍ଗଲରେ ଥିଲେ ତା ପାଖାପାଖି ଯେତେ ସବୁ ଗଛ ଥାଆନ୍ତି, ସେମାନେ ସେଇ ଚନ୍ଦନର ସୁବାସିତ ବାସ୍ନାରେ ସେମାନେ ମଧ୍ୟ ଚନ୍ଦନ ପାଲଟି ଯାଆନ୍ତି। ଯେମିତି ସାଧୁ ଯେ ମଳୟ ପବନ, କାଷ୍ଟକୁ କରଇ ଚନ୍ଦନ, ଏମିତି ଭାଗବତ କଥା ଅଛି।
ତେଣୁ ପରିବାର ଭିତରେ ସମସ୍ତେ ସମଧର୍ମୀ ଲୋକ ନଥାନ୍ତି ଏଟା ନିଶ୍ଚିତ ଭାବରେ କିନ୍ତୁ ଯେଉଁମାନେ ପ୍ରକୃତରେ ଈଶ୍ୱରଙ୍କର ଆହ୍ୱାନ ପାଇଛନ୍ତି ସେଇମାନେ ହିଁ କେବଳ ଭଗବାନଙ୍କୁ ଢଳିଥାନ୍ତି ସମସ୍ତେ ନୁହେଁ ହେଭେନ୍ସ କଲ୍ ଇଜ୍ ରେୟାର ଆର୍ ଦି ହାର୍ଟ ଦ୍ୟାଟ୍ ହିଟ୍ସ ଆହୁରି କ୍ୱଚିତ ଲୋକ ଅଛନ୍ତି ଯେଉଁମାନେ ସେ ବିଷୟରେ ଅଧିକ ଧ୍ୟାନ ଦିଅନ୍ତି ଆର୍ଥ ନିଡ୍ ଦି ଡୋର୍ସ ଅଫ୍ ଲାଇଟ୍ ଆର୍ ସିଲ୍ ଟୁ ଦି କମନ୍ ମାସ୍ ସାଧାରଣ ଲୋକ ପାଇଁ ସେ ଆଲୋକର ଦ୍ୱାର ସଦାବେଳେ ବନ୍ଦ ହେଇକି ଅଛି କେବଳ ଓନ୍ଲି ଅପଲିଫ୍ଟିଂ ଆୱାର ଅଫ୍ ଷ୍ଟ୍ରେସ୍ କେବଳ ଦୁଃଖର ଯେଉଁ ଉତ୍ତୋଳନକାରୀ ଶକ୍ତି ସେତିକି ବେଳେ ମେନ୍ ଆନ୍ସର୍ ଟୁ ଦି ଗ୍ରେଟର ଥିଙ୍ଗସ୍ ଗୋଟେ ଉଚ୍ଚତର କଥା ପ୍ରତିକି ସେ ଧ୍ୟାନ ଦିଏ ତା ନହେଲେ ସେ କୌଣସି ପ୍ରକାର ଧ୍ୟାନ ଦିଅନ୍ତା ନାହିଁ ମୁଁ ତ ସୁଖରେ ଅଛି ଆନନ୍ଦରେ ଅଛି ବେଶ ଭଲ ଖାଉଛି ଭଲ ଚଳୁଛି ଦେହ ଭଲ ଅଛି କିଛି ଅସୁବିଧା ନାହିଁ ତେଣୁ ଭଗବାନଙ୍କର ସାହାଯ୍ୟ ଲୋଡ଼ିବା ବା ତାଙ୍କର ଶରଣାପନ୍ନ ହେବାର କ'ଣ ଆବଶ୍ୟକତା ଅଛି କିନ୍ତୁ ଇଏ ଦିନ ସବୁଦିନ ରହିବନି ନିଶ୍ଚିତ ଭାବରେ ଯେହେତୁ ସେ ଆମକୁ ଗଢ଼ିଛନ୍ତି ଗୋଟେ ଉଦ୍ଦେଶ୍ୟରେ ଆମେ ସମସ୍ତେ ତାଙ୍କରି ଭଳିଆ ହେବା ତେଣୁ ଏପାଇଁ ସେ ବହୁତ ତତ୍ପର ତା ପାଇଁ ଏତେ ବ୍ୟବସ୍ଥା କରି ରଖିଥାନ୍ତି ଯେ ଦୁଃଖ ଦୈନ ଯନ୍ତ୍ରଣା ସେଇମାନଙ୍କ ଉପରେ ଥାଏ ଯେଉଁମାନଙ୍କର ଅଗ୍ରଗତିର ସମ୍ଭାବନା ଅଧିକ ଥାଏ ତାହା ନହେଲେ ଅନ୍ୟାନ୍ୟ ସମସ୍ତେ ସେମିତି ପଥର ହେଇକି ପଡ଼ିଥାନ୍ତି ପେନ୍ ଇଜ୍ ଦି ହାମର ଅଫ୍ ଗଡ୍ ଟୁ ବ୍ରେକ୍ ଦି ଡେଡ୍ ରେଜିଷ୍ଟାନ୍ସ ଇନ୍ ଦି ମର୍ଟାଲ ହାର୍ଟ ଯେତେ ମର୍ଟାଲ ରହିଛନ୍ତି ସେମାନଙ୍କର ଗୋଟେ ରେଜିଷ୍ଟାନ୍ସ ପାୱାର ଅଛି ତାହେଲେ ଅହଂ ଚାହୁଁଛି ମୁଁ ମୋ ରାଜତ୍ୱ ଚାଲିବ ମୁଁ ଆସିବା ପାଇଁ ଦେବିନି ଏବଂ ସେହି ସବୁ ଲୋକମାନଙ୍କର ଯେହେତୁ ସମ୍ଭାବନା ଥାଏ ଭଗବାନ ହାତୁଡ଼ି ପ୍ରହାର ଅର୍ଥାତ୍ ପେନ୍ ଆଉ ସଫରିଂ ଦ୍ୱାରା ସେମାନଙ୍କୁ ଗଢ଼ନ୍ତି ଏବଂ ସେମାନେ ସେହି ଦିଗରେ ଅଗ୍ରସର ହୁଅନ୍ତି ଆମେ ଯାହାକୁ ଭାବିଥାଇ ଯେ ଏଟା ମୋ ପାଇଁ ପେନ୍ ଆଣ୍ଡ ସଫରିଂ ୟାକୁ ଆଶୀର୍ବାଦ ବୋଲି କିଏ ଭାବିବ କିନ୍ତୁ ପ୍ରକୃତରେ ତାହା ହିଁ ଆମ ପାଇଁ ଆଶୀର୍ବାଦ ଯେହେତୁ ଆମର ଚେତନାର ବିକାଶ ପାଇଁ ଆମେ ଅଗ୍ରସର ହେବା ଏବଂ ଭଗବାନଙ୍କର ଦିବ୍ୟ ଆଶୀର୍ବାଦ difficulties are always blessings if we know how to face them ତାକୁ କେମିତି ଆମେ ସମ୍ମୁଖୀନ ହେବା ଯଦି ଏ କଥା ଆମର ଧାରଣା ଥାଏ ଜାଣିଥାଇ ତାହେଲେ ସମସ୍ତ ଡିଫିକଲ୍ଟି ହିଁ ଆମର ଅଗ୍ରଗତିର ଏକ ଏକ ପାହାଚ ଏକ ଏକ ପଦକ୍ଷେପ ହେବ ଏଥିରେ ତିଳେମାତ୍ର ସନ୍ଦେହ କିଛି ନାହିଁ ଏବଂ ଏଇପାଇଁ ହିଁ ଦୁଃଖ ଯନ୍ତ୍ରଣା ଦିଆହେଇଥାଏ ଏବଂ ସବୁରି ମୂଳରେ ଯେହେତୁ ସେ ଅହଙ୍କାରଟି ରହିଥାଏ ଆମେ ସମସ୍ତେ ଅହଙ୍କାରରେ ବଞ୍ଚିଥାଇ ସେ ଅହଙ୍କାରରୁ ବଞ୍ଚିବା ପାଇଁ ହିଁ ଏସବୁର ବ୍ୟବସ୍ଥା ଥାଏ whenever difficulties come it always comes to teach us something କିଛି ଗୋଟେ ଶିକ୍ଷା ଦେବା ପାଇଁ ଏବଂ ଚରମ ଶିକ୍ଷାଟା ହେଉଛି କ'ଣ ନା ଆମେ କେମିତି ସେଇ ଦିବ୍ୟ ସତ୍ତା ସାଇଡରେ ବଞ୍ଚିବା ଅହଂକୁ କେମିତି ଅତିକ୍ରମ କରିବା ତା ଜାଗାରେ ଡିଭାଇନକୁ କେମିତି ରିପ୍ଲେସ୍ କରିବା ଏଇଟା ହେଉଛି ତାର ମୂଳ ଉଦ୍ଦେଶ୍ୟ ଅନ୍ୟ କଥା କିଛି ନଥାଏ ତେଣୁ ଇଏ ତ ଗଭୀର ତାତ୍ତ୍ୱିକ କଥା କିନ୍ତୁ ସାଧାରଣ ଭାବରେ ଆମେ ଯେତେବେଳେ ଜୀବନ ବଞ୍ଚୁଛେ ଆପାତତଃ ଯେ ବୁଝିଲେ ଏ ଜୀବନଟା ମୋତେ ଦିଆହେଇଛି ଏ ଜୀବନଟା ମୋର ନୁହେଁ ଯଦି ମୋର ନୁହେଁ ମୋତେ ଦିଆହେଇଛି ତାହେଲେ ମୁଁ ବଞ୍ଚିବି କାହା ପାଇଁ ଯେଉଁ ବ୍ୟକ୍ତି ବା ଯେଉଁ ମାନେ ପ୍ରକୃତି ହଉ କିମ୍ବା ସେ ଭଗବାନ ହୁଅନ୍ତୁ ବା ଯିଏ ହୁଅନ୍ତୁ ଯିଏ ମୋତେ ଦେଇଛନ୍ତି ତାଙ୍କ ପାଇଁ ବଞ୍ଚିବି ନା ମୋ ପାଇଁ ବଞ୍ଚିବି ପ୍ରଥମ ଡିସିସନ୍ ଆମକୁ ନେବା ପାଇଁ ପଡ଼ିବ ଆମକୁ ଯିଏ କୁ ପଠେଇଛି ନିଶ୍ଚିତ ଭାବରେ ଏମିତି ଉଦ୍ଦେଶ୍ୟମୂଳକ ଭାବରେ ପଠେଇଛି କିଛି ଉଦ୍ଦେଶ୍ୟ ବିହୀନ ନୁହେଁ ସମଗ୍ର ସୃଷ୍ଟିଟା ମଧ୍ୟ ତାଙ୍କର ଉଦ୍ଦେଶ୍ୟ ଭିତରେ ଦି ଆର୍ଥ ଇଜ୍ ନଟ୍ ମେଡ୍ ୱିଥ୍ ର୍ୟାଣ୍ଡମ୍ ବ୍ରିକ୍ସ ଅଫ୍ ଚାନ୍ସ ଏ ଗୋଟେ ଅସଜଡ଼ା ଭାବରେ ଇଟା ଗୁଡ଼ାକୁ ବସେଇ ଦେଇକି ଯେମିତି କରାହେଇଛି କଥା ନୁହେଁ କନସିୟସ୍ ପାୱାର ହେଜ୍ ଡ୍ରନ୍ ଦି ପ୍ଲାନ୍ ଅଫ୍ ଆୱାର ଲାଇଫ୍ ଗୋଟେ ସଚେତନ ଶକ୍ତି ଆମର ଜୀବନର ଯୋଜନା କରିଛି ଏବଂ ଯେତେବେଳେ ଏ କଥା ଆମେ ଜାଣିଲୁ ବୁଝିଲୁ ସେତେବେଳେ ଯେ ହ୍ୱେର୍ ଇଜ୍ ଡିଭାଇନ୍ ଯଦି ଡିଭାଇନ୍ ଅଛନ୍ତି ତାହେଲେ ସେ କେଉଁଠି ଅଛନ୍ତି ତେଣୁ ମଣିଷ ନିଜକୁ ନିଜେ ବିଶ୍ଳେଷଣ କରି ଶିଖିବ ଜାଣିବ ଯେ ମୁଁ ଯାହା ଯାହା ପାଇଛି ଶରୀର ବୋଇଲେ ଯାହା ମୋ ମନ ବୋଇଲେ ଯାହା ପ୍ରାଣ ବୋଇଲେ ଯାହା ଏମାନଙ୍କୁ ସୃଷ୍ଟି କରିଛି କିଏ ଧାରଣ କରିଛି କିଏ ପାଳନ କରୁଛି କିଏ କେଉଁ ଉଦ୍ଦେଶ୍ୟରେ ଇଏ ସମସ୍ତ କଥାକୁ ଯଦି ଆମେ ଟିକେ ଗୁରୁତ୍ୱ ଦେଇ ଧ୍ୟାନର ସହିତ ବିଚାରକୁ ନେବା ଦେଖିବା ଯେ ଆମେ ବୋଲି ଯେଉଁ କଥା କହି ଆସିଛୁ ଆମେ କିଛି ବି ନୁହଁ ୱି ଆର୍ ନଥିଙ୍ଗ ୱି କ୍ୟାନ୍ ଡୁ ନଥିଙ୍ଗ ଦେୟାର ଇଜ୍ ଡିଭାଇନ୍ ଆମ ଭିତରେ ଅଛନ୍ତି ବୋଲି ମୋର ସ୍ଥିତି ଅଛି ମୋର ମନ ଅଛି ମୋର ପ୍ରାଣ ଅଛି ଯଦିଓ ଏମାନେ ଅଦିବ୍ୟ ଅବସ୍ଥାରେ ଅଛନ୍ତି କିନ୍ତୁ ଯାହା କିଛି ମୁଁ ପାଇଛି ସେ ସମସ୍ତ ତାଙ୍କର ହିଁ କରୁଣା ତେଣୁ ସିଏ ହେଉଛନ୍ତି ପରମ କାରୁଣିକ ଆଉ ଅନ୍ୟ କଥା ଏଠି କିଛି ବି ନାହିଁ
ଏବଂ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଆମକୁ ଗଢ଼ାଯାଇଛି ଯେ ଆମେ ସମସ୍ତେ ଦିବ୍ୟ ହେବା। এইটা ହିଁ ସୃଷ୍ଟିର ଧର୍ମ, ସୃଷ୍ଟିର ଲକ୍ଷ୍ୟ। ଏ ବିଷୟରେ ପ୍ରଥମେ ମଣିଷ ସଚେତନ ହେବା ଦରକାର। ତାପରେ ଜୀବନ ବଞ୍ଚିବା ଯେତେବେଳେ ଆରମ୍ଭ କରିବ, ନିଶ୍ଚିତ ଭାବରେ ଲିଭ୍ ଫର୍ ଦି ଡିଭାଇନ୍, ଥିଙ୍କ ଅଫ୍ ଦି ଡିଭାଇନ୍, ୱାର୍କ ଫର୍ ଦି ଡିଭାଇନ୍, ଏହି କଥାକୁ ଯଦି ଆମେ ଜୀବନର ଧ୍ୟେୟ କରିବା ଯେ କେବଳ ଭଗବାନ ପାଇଁ ବଞ୍ଚିବି, ଭଗବାନ ପାଇଁ କାମ କରିବି, ତାଙ୍କରି କଥା ଭାବିବି, କାହିଁକିନା ସିଏ ହିଁ ମୋତେ ପଠାଇଛନ୍ତି ଏ ପୃଥିବୀକୁ ତାଙ୍କର କାମ କ୍ରିୟା ସମ୍ପାଦନ କରିବା ପାଇଁ, ଏଇଟା ମୋର ନୁହଁ। ଆଉ ସବୁ କାମ ଗୁଡ଼ାକୁ ଯଦି ଏମିତି ଭାବରେ ଆମେ ନେଇଥାଇ, ଏଇ ଭାବରେ ଯଦି ଜୀବନ ବଞ୍ଚୁଥାଇ, ନିରନ୍ତର ତାଙ୍କ କଥା ଭାବୁଥାଇ, ତାଙ୍କ କାମରେ ଲାଗିଥାଇ, ତାଙ୍କ କାମରେ ନୁହେଁ ସେ ଆମେ କାମରେ କରୁଛୁ, କିନ୍ତୁ କାମ କଲାବେଳେ ଆମର ଏଟିଚ୍ୟୁଡ଼ଟା ଥିବ ଯେଟା ଭଗବାନଙ୍କର କାମ। ମୁଁ ଏକ ଯନ୍ତ୍ର ହିଁ କରୁଛି, ମୁଁ ଗୋଟେ ଡିଭାଇନ୍ ୱାର୍କର ହେବା ପାଇଁ ଚାହୁଁଛି ଏବଂ ତାଙ୍କରି କାମଟା କେମିତି ସୁନ୍ଦର ଭାବରେ କରିବି, ଏଇଟା ହେଉଛି ମୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ବହୁତ ସମୟରେ ଆମର ସମସ୍ୟା ହୁଏ ଯେ ମୁଁ ଜାଣିବି କେମିତି କେଉଁଟା ମୁଁ କରୁଛି ବା କେଉଁଟା ଭଗବାନ କରୁଛନ୍ତି, ଭଗବାନଙ୍କ ନିର୍ଦ୍ଦେଶ ବା ମୋ ଭିତରେ ଭଗବାନ ଯେଉଁ କ୍ରିୟାଶୀଳ ଅଛନ୍ତି ୟାର ପ୍ରମାଣ କ'ଣ? ମୋ ଇଚ୍ଛାରେ କାମ ନ ହୋଇକି ଭଗବାନଙ୍କ ଇଚ୍ଛାରେ କେମିତି କାମ ହେବ? ମା ସୁନ୍ଦର ଭାବରେ ତାର ନିୟମ ବତେଇଥାନ୍ତି ଯେ ପ୍ରଥମ କଥା ହେଉଛି ୱାନ୍ ମଷ୍ଟ ବି ଭେରି ସିନସିୟର। ଯେ ଜଣେ ଅତ୍ୟନ୍ତ ସିନସିୟର ନହେଲେ, ସିନସିୟର ମାନେ ସେ ସବୁ କଥାରେ ଭଗବାନଙ୍କୁ ନିର୍ଭର କରୁଥିବ, ଭଗବାନ ଉପରେ ଆରୋପ କରୁଥିବ ଏବଂ ତାଙ୍କ ଉପରେ ଆସ୍ଥା, ଭରସା, ବିଶ୍ୱାସ ଇଏ ସବୁ ଯାକ ତାଙ୍କ ପାଖରେ ଥିବ ଏବଂ ପ୍ରତ୍ୟେକ କଥାରେ ଏତେ ଆନ୍ତରିକ ହେଇଥିବ ସେ କଥା ଆଉ କହିବାର ନାହିଁ। ତେଣୁ ପ୍ରଥମ କଥା ହେଉଛି ଆନ୍ତରିକତା ଥିବ। ଦ୍ୱିତୀୟ ପଏଣ୍ଟଟା ହେଉଛି କ'ଣ? ସିଏ ତାର ନିଜର କିଛି ପ୍ରିଫରେନ୍ସ, ଅଗ୍ରରୁଚି, କାମନା ବାସନା ଏଇଟା ନହେଲେ নহବନି। ମୋର ଅଗ୍ରରୁଚି ବୋଲି ଜିନିଷ କିଛି ରହିବ ନାହିଁ, ପ୍ରିଫରେନ୍ସ ବୋଲି ଜିନିଷ କିଛି ରହିବ ନାହିଁ। ଯାହା ମୋତେ ମିଳୁଛି ମୁଁ ସେଥିରେ ସନ୍ତୁଷ୍ଟ, ସେଥିରେ ମୋତେ ତାଙ୍କରି ଦୟାରୁ ମିଳିଛି, ତାଙ୍କରି କୃପାରେ ମିଳିଛି, ମୁଁ ଏଥିରେ ସନ୍ତୁଷ୍ଟ ରହିବି। ଏଇଟା ଗୋଟେ ନିଶ୍ଚିତ ଭାବରେ ରହିଥିବ। ସନ୍ତୋଷ ଲାଭ କରିବା ପାଇଁ ହେଲେ ଅଭାବର ଅନ୍ନ ନାଁ ହେଉଛି ଅସନ୍ତୋଷ ବା ଦୁଃଖ। ତେଣୁ ଯେଉଁମାନେ ଶାନ୍ତି ସନ୍ତୋଷରେ ରହିବା ପାଇଁ ଚାହାନ୍ତି, ଈଶ୍ୱର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଥିବା ଅନିବାର୍ଯ୍ୟ। ଏଇଟା ନହେଲେ ଆମେ ଆଗକୁ ଯାଇପାରିବାନି। ଆଉ ତୃତୀୟ କଥା ହେଉଛି ଆମକୁ ଭଗବାନଙ୍କର କଥା ଶୁଣିବା ପାଇଁ ପଡ଼ିବ, ଭଗବାନଙ୍କର ନିର୍ଦ୍ଦେଶ ଜାଣିବା ପାଇଁ ପଡ଼ିବ, ଯେଉଁଟାକି ବଡ଼ କଠିକର ପାଠ। ଏବଂ ସାବିତ୍ରୀରେ ମଧ୍ୟ ସେ କଥା କୁହାଯାଇଛି, when naked of ego and mind one hears the voice and sees through light to ever greater light। ଅର୍ଥାତ୍ ଏଇ ଯେଉଁ ଇଗୋ, ଅହଙ୍କାର ଆଉ ମନ ଏମାନେ ଯଦି ଟିକେ ନୀରବ ହେଇଯାଆନ୍ତେ, ନୀରବ ହେଲେ ଆମେ ସେଇ କ୍ଷୀଣ କଣ୍ଠସ୍ୱର, ଆତ୍ମାର କ୍ଷୀଣ କଣ୍ଠସ୍ୱର ଆମେ ନିଶ୍ଚିତ ଶୁଣିପାରିବା ଏବଂ ଶୁଣିବା ମାତ୍ରେ ଯଦି ସାଙ୍ଗେ ସାଙ୍ଗେ ତାକୁ ୱାର୍କଆଉଟ୍ କରିବା ତାହେଲେ ସେଇଟା ଭଗବାନଙ୍କ ଇଚ୍ଛା ବୋଲି ନେବା ପାଇଁ ପଡ଼ିବ। କିନ୍ତୁ ଯଦି ବିଳମ୍ବ କରିଦେଇ ସେଟା ଶୁଣିବା ପାଇଁ, ତାହେଲେ ଇଏ ମନର ହସ୍ତକ୍ଷେପ, ପ୍ରାଣର ହସ୍ତକ୍ଷେପ, ଇଏ ମାନେ ତା ଭିତରକୁ ଧସେଇ ପଶି ଆସିବେ, ଆମକୁ ବିଭ୍ରାନ୍ତିରେ ପକାଇଦେବେ। ଏଇଟା ତିଳମାତ୍ର ସନ୍ଦେହ ନାହିଁ। ତେଣୁ ଭଗବାନଙ୍କର ଇଚ୍ଛା ଅନୁସାରେ ଆମକୁ ବଞ୍ଚିବା ପାଇଁ ପଡ଼ିବ। ଆଉ ଭଗବାନଙ୍କର ଇଚ୍ଛାକୁ ସବୁବେଳେ ଏଇ ଆନ୍ତରିକତାର ସହିତ ଯଦି ଆମେ ନେଇଥିବା, ତାହେଲେ ଗୋଟେ ଦିବ୍ୟ ଜୀବନ ଗଠନ କରିବାର, ଗୋଟେ ବକ୍ତିଟିଏ ତିଆରି ହେବାର ଗୋଟେ ସମ୍ଭାବନା ନିଶ୍ଚିତ ଭାବରେ ରହିବ। ଏବଂ ଏହି ଉପାୟରେ ଆମକୁ ଧୀର ମନ୍ଥର ଗତିରେ ଆମର ଏଥିରେ ଆମେ ସହଯୋଗ କରୁଥିବା ନିଶ୍ଚିତ ଭାବରେ, କିନ୍ତୁ ଅତି କ୍ଷିପ୍ରତା ନୁହଁ ବା ଗୋଟେ ଯେ ମୁଁ କେମିତି ଶୀଘ୍ର ଯାଇ ପହଞ୍ଚିଯିବି, କାହିଁକିନା ସେତେବେଳେ ମଧ୍ୟ ସେଇ ଇଗୋ ଧସେଇକି ପଶି ଆସିବ, ସେ କଥା ନାହିଁ। ଚାଲିଛି ସୃଷ୍ଟିଟା କେତେ ଆବହମାନ କାଳରୁ ତିଆରି ହେଲାଣି। ଇନ୍ ଗଡ୍ କନସିଲ୍ଡ ଦି ୱାର୍ଲଡ ବିଗେନ୍ ଟୁ ବି ଟାର୍ଡିଲି, ଅର୍ଥାତ୍ ଧୀର ମନ୍ଥର ଗତିରେ ଇଟ୍ ଟ୍ରାଭେଲ୍ସ ଟୁ ମ୍ୟାନିଫେଷ୍ଟ ଗଡ୍। ଭଗବାନଙ୍କୁ ପ୍ରକାଶ କରିବା ପାଇଁ ଅତି ଧୀର ମନ୍ଥର ଗତିରେ ସେ ପଦକ୍ଷେପରେ ଚାଲିଛି ଏବଂ ଆମକୁ ମଧ୍ୟ ଏଇ ଭରସାର ସହିତ, ଏଇ ବିଶ୍ୱାସର ସହିତ ଆମକୁ ବଞ୍ଚିବା ପାଇଁ ପଡ଼ିବ। ଆମ ଆଗରେ ଯେଉଁ ଆଦର୍ଶ ରଖିଛନ୍ତି ମା ଶ୍ରୀ ଅରବିନ୍ଦ, ଏ ସମଗ୍ର ଜୀବନ ହିଁ ଯୋଗ, ଅଲ୍ ଲାଇଫ୍ ଇଜ୍ ଯୋଗ, ଏଭ୍ରି ମୋମେଣ୍ଟ ଇଜ୍ ଯୋଗ। ଆମେ ସେଇ କଥାକୁ ମନରେ ରଖି ପ୍ରତି କଥା, ପ୍ରତ୍ୟେକ କାମ, ପ୍ରତ୍ୟେକ ଚିନ୍ତାଧାରା ତାକୁ ରିମେମ୍ବର ଆଣ୍ଡ ଅଫାର, ଏଇ କାମ ଯଦି ଆମେ କରୁଥିବା, ଗୋଟେ ଆମେ ସମର୍ପଣ କରିବା ପାଇଁ ଗୋଟେ ସଂକଳ୍ପ ନେଇନେଲେ, ଏଇଟା ଗୋଟେ ମାନସିକ କ୍ରିୟା, ଗୋଟେ ସଂକଳ୍ପ ନେଲେ, କିନ୍ତୁ ଆମ ଚେତନା ସ୍ତରରେ, ଆମ କର୍ମ ସ୍ତରରେ କାମ କଲାବେଳେ ଯଦି ଚେତନା ନ ରହେ, ସେଟା ସ୍ଥାୟୀ ହେବନି। ଆଉ ସେଇ କାମଟା ଯେତେବେଳେ
ଅତ୍ୟଧିକ ଘନୀଭୂତ ହେଇଯିବ ସେଇ ଚେତନାରେ, ସେ ଆମ ଚେତନାରେ ଗୋଟେ ଲିପିବଦ୍ଧ ହେଇଯିବ, ସ୍ଥାୟୀ ହେଇଯିବ ଯେ ମୁଁ ଯାହା କରୁଛି ସେ ମୋ ଭିତରେ ମା ହିଁ କରୁଛନ୍ତି, ମୋ ଭିତରେ ଡିଭାଇନ୍ ହିଁ କରୁଛନ୍ତି, ମୁଁ କରୁନି ସିଏ କରୁଛନ୍ତି। ଏବଂ ତାଙ୍କ ଉପସ୍ଥିତିଟା ମୋତେ ବଳ ଯୋଗାଇବ, ସାମର୍ଥ୍ୟ ଯୋଗାଇବ, ଭରସା ଯୋଗାଇବ, ଶକ୍ତି ଯୋଗାଇବ, ସବୁକିଛି ଯୋଗାଇବ, ଏଥିରେ ସନ୍ଦେହ ନାହିଁ। ଏଇ ଭାବରେ ବ୍ୟକ୍ତି ଯଦି ଜଣେ ଜଣେ ଗଢ଼ି ଉଠିବେ ତାହେଲେ ସେ ପରିବାରକୁ ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ସହାୟତା କରିପାରିବେ, ଅନ୍ୟମାନେ ତାଙ୍କ ସଂସ୍ପର୍ଶରେ ଆସିଲେ ସେମାନେ ନିଶ୍ଚୟ ରୂପାନ୍ତରିତ ହେବେ ଏବଂ ଏମିତି ଏମିତି ଗଢ଼ୁ ଗଢ଼ୁ ଆମ ସମାଜ, ଆମ ପରିବାର ଏକ ଦିବ୍ୟ ପରିବାରରେ ପରିଣତ ହେବ। ଆଉ ଦ୍ୱିତୀୟ ପନ୍ଥା ଏଥିରେ କିଛି ନାହିଁ। ପୂର୍ବରୁ ଯେଉଁ ଧାର୍ମିକତା ଥିଲା ସେ ଧାର୍ମିକତାର ସମୟ ବର୍ତ୍ତମାନ ଚାଲିଯାଇଛି। ଦି ଏଜ୍ ଅଫ୍ ରିଲିଜିଅନ୍ ଇଜ୍ ଓଭର। ବର୍ତ୍ତମାନ ସେଇ ବାର ବ୍ରତ ଓଷା ଆମକୁ ନେଇକି ଆମେ ସମସ୍ତେ ମାତିଥାଇ, କିନ୍ତୁ ତା ଭିତରେ କ'ଣ ଯଥାର୍ଥତା ଥାଏ ସେ ବିଷୟରେ ଆମର ଜ୍ଞାନ କିଛି ନଥାଏ। ସେ ବିଷୟରେ ଆମେ ଅନୁସନ୍ଧାନ କରିବା ଯେ ପୂର୍ବର ପରମ୍ପରା ଭିତରେ ଯେଉଁ ସଂସ୍କାର ରହିଛି, ସଂସ୍କାର ମାନେ ଗୋଟେ ପାଷ୍ଟ ହେବିଟ୍। ସମାଜ ତ ଆକୁ ଆକୁ ଦୌଡ଼ି ଦୌଡ଼ି ଚାଲିଛି, ଆଉ ଆମ ହେବିଟ୍ ଆମକୁ ପଛକୁ ଟାଣି ଟାଣି ନେଇ ନେଉଛି। ଏବଂ ତା ଭିତରେ ଯେଉଁ ସତ୍ୟତା ଅଛି, ମହାନ ସତ୍ୟ ସବୁ ଲୁଚି ରହିଛି, ସେ ସତ୍ୟକୁ ଧରି ଆମକୁ ଜାମ୍ପ ଦେବା ପାଇଁ ପଡ଼ିବ। ସତ୍ୟ ଆମ ପାଇଁ ଅଠାକାଠି ନ ହେଇକି ସେ ଏକ ସ୍ପ୍ରିଙ୍ଗ ବୋର୍ଡ ହେବ, ଏଇ କଥା ମା ଆମ ପାଖରେ ଆଶା କରୁଛନ୍ତି। ଆମେ ତାକୁ ଡିସ୍କାର୍ଡ କରିବାନି, ଆମେ ତାକୁ ଘୃଣା କରିବାନି, ତାକୁ ଦେଖିବା ତା ଭିତରେ ଅନ୍ତର୍ନିହିତ ସତ୍ୟଟା କ'ଣ ଅଛି ପ୍ରତ୍ୟେକ କଥାରେ, ପ୍ରତ୍ୟେକ ଧାର୍ମିକତା ଭିତରେ। କାହିଁକିନା ଆମେ ଆଉ ଧାର୍ମିକତା ଭିତରେ ନାହୁଁ, ଆମେ ଆତ୍ମାର ନିୟମ ଅନୁସାରେ, ଆତ୍ମାର ପ୍ରଭାବ ଅନୁସାରେ, ଆତ୍ମାର ନିର୍ଦ୍ଦେଶ ଅନୁସାରେ ଆମକୁ ବଞ୍ଚିବା ପାଇଁ ପଡ଼ିବ। ଏବଂ ଏ ପାଇଁ ସଦାବେଳେ ଗୋଟେ ଅନ୍ତର୍ମୁଖୀ ଜୀବନର ଆବଶ୍ୟକତା ଅଛି। ଆଉ ଅହଂକୁ ଆମେ ଚିହ୍ନୁଥିବା, ଆମ ସତ୍ତାମାନଙ୍କୁ ଚିହ୍ନୁଥିବା ଯେ ମୁଁ ଏଇଟା ଅହଂ ହେଇଗଲା କି, ଏଇଟା ହେଇଗଲା କି, ସେପାଇଁ ଗୋଟେ ବିନମ୍ରତା ଦରକାର। ଯେଟା ଗ୍ରେଟିଚ୍ୟୁଡ୍ ଯଦି ନାହିଁ, ଆମେ ଯେତେ ଭକ୍ତି ଯାହା କରୁନା କାହିଁକି ସେସବୁ ମିନିଂଲେସ୍ ହେଇଯିବ ଭଗବାନ ପାଖରେ। ଏଇପାଇଁ ହିଁ ପିଲାଙ୍କୁ ଆମେ ପାଠ ପଢ଼ଉଛୁ, ବିଦ୍ୟା ଦଦାତି ବିନୟ, ଅର୍ଥାତ୍ ଅହଂ ଆମର କେମିତି ବିନୟ ହେବ, ଯାହାଫଳରେ କି ଦିବ୍ୟଜ୍ଞାନ ସ୍ୱତଃସ୍ଫୂର୍ତ୍ତ ଭାବରେ ଆମ ଭିତରୁ ପ୍ରସ୍ଫୁଟିତ ହେବ। ଏଇଟା ହିଁ ଆମର ପ୍ରକୃତରେ ଲକ୍ଷ୍ୟ। ତେଣୁ ଏଇପାଇଁ ପ୍ରୟାସ ନିରନ୍ତର ଜାରି ରହିବ, ନିରନ୍ତର ଜାରି ରହିବ। ଏ ସମୟ ଆସିଯାଇଛି, ଆମକୁ ସେ ପାଇଁ ଆଦୌ ବ୍ୟସ୍ତ ହେବା ପାଇଁ ପଡ଼ିବନି। ଶ୍ରୀରାମଙ୍କ ଯେଉଁ ଭିଜନ ଖାଲି ଆମ ସମାଜର ନୁହେଁ, ଆମ ଓଡ଼ିଶାରେ ନୁହେଁ, ଭାରତବର୍ଷର ନୁହେଁ, ସମଗ୍ର ବିଶ୍ୱରେ ଦିନ ଆସିବ ସବୁ ଘରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ସବୁ ଘରେ ଶ୍ରୀରାମଙ୍କ ପାଠଚକ୍ର ହେବ ବୋଲି ତାଙ୍କ ଭିଜନ କହୁଛି। ତେଣୁ এটা what Sri Aurobindo represents in the world's history is not a teaching, not a revelation only, it is a decisive action direct from the Supreme. एकदम परमଙ୍କ द्वारा निर्धारित काम, याकू केही अस्वीकार करि परिबेनी। ये निश्चित दिन ना दिन हेबो एवं तार पदध्वनि सुना गलानी। शिक्षा क्षेत्र में विशेष परिवर्तन आसीबो, जोटा कि आम इंटीग्राल एजुकेशन बोली कहूचु, सेटा वर्तमान समग्र पृथ्वीर समग्र शिक्षा परिणत होगा जाऊँगी एवं तार व्यवस्था हो साराणी। आमको विशेष प्रयास करने पड़ोनी, केवल आम निजक निजे आम संशोधन करवा, गढ़ा, तैयारी करवा, जहाँफल ये कम त्वरान्वित हम, शीघ्र शीघ्र हम। माँ आमर हाथ धरिकी आमको नहीं जाए। ये कठोर तपस्यार आवश्यकता किसी ना। माँ सुंदर भाव कहती यू नीड नॉट हैव टू go through the earlier tapasya ଭିତରେ ତୁମକୁ ଯିବା ପାଇଁ ଦରକାର ନାହିଁ। with the support of my body you can go safely, take a leap and rise above। ମୋ ବଡି ସାହାଯ୍ୟରେ ତୁମେ ସମସ୍ତେ ଯାଇପାରିବ, take a leap, ଲମ୍ଫ ପ୍ରଦାନ କର ଏବଂ ଆଗକୁ ଚାଲ। ଏଇ ଯେଉଁ କଥା she is the golden bridge and the wonderful fire, ଏଇ ଯେଉଁ କଥା, ଏଇ କଥାକୁ ଯଦି ଆମେ ନିରନ୍ତର ମନେ ରଖିବା, ଖୁଣି ହେବା, ତାହେଲେ ଆମ ପଥ ନିଶ୍ଚୟ ଆଲୋକିତ ହୋଇ ଉଠିବ ଏବଂ ଆମେ ସେ ଦିଗରେ ଅଗ୍ରସର ହେବା ଏବଂ ଆମର ପ୍ରଭାବଟା ନିଶ୍ଚିତ ଭାବରେ ସମାଜ ଉପରେ ପଡ଼ିବ, ପରିବାର ଉପରେ ପଡ଼ିବ ଏବଂ ଅନ୍ୟମାନେ ଧର୍ମାନ୍ତରିତ ହେବେ, ରୂପାନ୍ତରିତ ହେବେ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ସମୟ ହେଲାଣି। ୟା ପରେ ଆଉ ଆମର ତ ଅଛନ୍ତି ଭାଗୀରଥୀ ଭାଇ, ସେ ନିଶ୍ଚିତ ଭାବରେ ଆପଣମାନଙ୍କୁ ଆହୁରି ସୁନ୍ଦର ସୁନ୍ଦର କଥା କହିବେ। ଆଉ ଏତିକିରେ ମୁଁ ରହୁଛି। ଧନ୍ୟବାଦ ସମସ୍ତଙ୍କୁ, ସମସ୍ତ ପାଖରୁ ବିଦାୟ ନେଉଛି। ଧନ୍ୟବାଦ ଭାଇ। ଭାଇଙ୍କର ତାତ୍ତ୍ୱିକ ମୂଲ୍ୟବୋଧ ଭିତ୍ତିକ ଯେଉଁ ଆଲୋଚନା, ଯାହାକି
श्री अरविंदଙ୍କର ଯୋଗକୁ ସାଧାରଣ ପରିବାର ଭିତରେ ଆମେ କିପରି ପାଳନ କରିବା ତାହାକୁ ଆମେ ଯେଉଁ ଆୟୁଧ କରିଥିଲେ ଗାର୍ହସ୍ଥ୍ୟ ଧର୍ମ, ଯାହାକି ପୂଜ୍ୟ ବାବାଜୀ ମହାରାଜଙ୍କ ବିରଚିତ ପୁସ୍ତକ, ତାର ଆଧାରରେ ଭାଇ ଏଇ ବକ୍ତବ୍ୟଟି ରଖିଲେ। ଏବେ ଭାଗୀ ଭାଇ କୌଣସି ଟିକେ ଅସୁବିଧା ବଶତଃ ଫୋନ କରିଥିଲେ, ଟିକେ ଉପସ୍ଥିତ ରହିପାରିନାହାନ୍ତି ଆଜି, ତାଙ୍କର ଟିକେ କାମ ଅଛି ବ୍ୟସ୍ତତା ହେତୁ। ତେବେ ବି କ୍ୱେଶ୍ଚନ ଅଛି ଆମ ପାଖରେ, ଏବେ ବି ମହଜୁଦ ଅଛନ୍ତି ଆମର ଦୁଇ ମହାନ ଲୋକ, ମାନେ ଏଇ ଯୁଗରେ ଅଧିକ ପ୍ରବୀଣ ବ୍ୟକ୍ତିତ୍ୱ, ପୂଜ୍ୟ ଧୀରବନ ଭାଇ ଏବଂ ଲକ୍ଷ୍ମଣ ଭାଇ। ମୁଁ ଏଇଠି ଗୋଟେ କ୍ୱେଶ୍ଚନ ରଖିବି, ପ୍ରଶ୍ନ ଆସିଛି ଭାଇ, ତାଙ୍କ ଯେଉଁ ଉପସଂହାର ଅବସରରେ ଏବଂ ଲକ୍ଷ୍ମଣ ଭାଇ ମଧ୍ୟ ତାଙ୍କର ଧନ୍ୟବାଦ ସମୟରେ ଏଇ ପ୍ରଶ୍ନର ଉତ୍ତର ଦୟାକରି ଦେବେ। ପ୍ରଶ୍ନଟି ହେଲା, ସାମ୍ପ୍ରତିକ ଦୁନିଆରେ ପରିବାରର ଅବସ୍ଥା ଯାହା ଦେଖୁଛୁ, ଏ ପରିସ୍ଥିତିରେ ଆମମାନଙ୍କ ସ୍ଥିତିକୁ ନେଇ କେମିତି ଏଭଳି ଏକ ଡାଇନାମିକ ଯୁଗ ବିଷୟରେ ସାଧାରଣ ପରିବାରରେ ପାଠଚକ୍ରଟିଏ ଖୋଲିବାକୁ ଲୋକଙ୍କୁ କହିପାରିବା। ଆଉ ଥରେ କହୁଛି, ସାମ୍ପ୍ରତିକ ଦୁନିଆରେ ପରିବାରର ଅବସ୍ଥା ଯାହା ଦେଖୁଛୁ, ଏ ପରିସ୍ଥିତିରେ ଆମମାନଙ୍କ ସ୍ଥିତିକୁ ନେଇ କେମିତି ଏଭଳି ଏକ ଡାଇନାମିକ ଯୁଗ ବିଷୟରେ ସାଧାରଣ ପରିବାରରେ ପାଠଚକ୍ରଟିଏ ଖୋଲିବାକୁ ଲୋକଙ୍କୁ ଆମେ କହିପାରିବା। ଭାଇ ଧୀରେନ ଭାଇ ଦୟାକରି ଏହାର ଉତ୍ତର ରଖିବେ ଏବଂ ତା ସହିତ ଉପସଂହାର କରିବେ, ଆଉ ତାପରେ ଲକ୍ଷ୍ମଣ ଭାଇ। ଧୀରେନ ଭାଇ। भाई भाई धीरेन भाई, धीरेन भाई, धीरेन भाई, हेलो धीरेन भाई। ଯାଉ ଭାଇ କୌଣସି ବୋଧେ ଭିନ୍ନ ଏକ ଅବସ୍ଥାରେ ଅଛନ୍ତି। ଲକ୍ଷ୍ମଣ ଭାଇଙ୍କୁ ଅନୁରୋଧ କରିବି ସେଇ ପ୍ରଶ୍ନର ଉତ୍ତର ଦେବେ। ପ୍ରିୟ ଲକ୍ଷ୍ମଣ ଭାଇ। ଆଚ୍ଛା ଲକ୍ଷ୍ମଣ ଭାଇ, ଲକ୍ଷ୍ମଣ ଭାଇ हेलो हेलो लक्ष्मण भाई। हाँ हेलो କୁହନ୍ତୁ ଭାଇ, କୁହନ୍ତୁ ଏ ପ୍ରଶ୍ନ ଟିକେ ଉତ୍ତର ଦିଅନ୍ତୁ। ସାମ୍ପ୍ରତିକ ଦୁନିଆରେ ପରିବାରର ଅବସ୍ଥା ଯାହା ଦେଖୁଛୁ, ଏ ପରିସ୍ଥିତିରେ ଆମମାନଙ୍କ ସ୍ଥିତିକୁ ନେଇ କେମିତି ଏଭଳି ଏକ ଡାଇନାମିକ ଯୁଗ ବିଷୟରେ ସାଧାରଣ ପରିବାରରେ ପାଠଚକ୍ରଟିଏ ଖୋଲିବାକୁ ଲୋକମାନଙ୍କୁ ଆମେ କହିପାରିବା। ଆଜ୍ଞା ଆଜ୍ଞା ଭାଇ, ତ ଖାସ୍ କଟି ଯାଉଛି କ'ଣ ପାଇଁ? ମୋର ହଇରାଣ କଥା ଖାସ୍ କଟି ଯାଉଛି। ହଉ ଭାଇ, ଶ୍ରୀମାତା ଶରଣଂ ମମ, ଶ୍ରୀ ଅରବିନ୍ଦ ଶରଣଂ ମମ,
आज कार्यक्रम रे योगदान करथिबा समस्त अपा भाई एवं बालेश्वर जिलार संगठक दया भाई एवं आमर अति प्रिय एवं पूज्य सुभाष भाई से मध्य आमको पारिवारिक जीवन संपर्क रे किछि आलोचना करिसंती जेटा कि हमर निहाती आवश्यकता अछि ताकई लक्ष्य करी मई परिवार रे युग संबंध रे आलोचना करिवे एवं से युग परिवार रे केमती अधिक इफेक्टिव हबो ताहा होछि श्री अरविंद पाठचक्र माध्यम रे ही हबो से संपर्क रे किछिटा आलोचना करिवी। ए परिवार होछि हमर एक साधन केंद्र केवल साधन केंद्र नुहे सेटा होछि आम्मानक पाखरे उपलब्ध आमर अति निकटतम एवं स्वयं साधना मंदिर जहाँ कहुछि आम जो माने युग कहले केवल श्री अरविंद युग को पाथ्य करी आम जीवन जीवार परिकल्पना आम करुछु सेई बाबद रे बंचुछंती आम बंचुछु एवं आमर समग्र जीवन को युग भाव रे ग्रहण करि नेउछंती। आममानक पई आम परिवार हेउछि एक परीक्षागार जोठी आमर उपलब्धि आउ आमर अग्रगति आउ आमर संभावना गुड़िक सब रूपायित हुए एठारे आम संगतिर साधना मध्य आरंभ हुए सौंदर्यर परिप्रकाश पई आमर गृह आउ आमर एउछि आमर प्रथम प्रयोगशाला आमर सेटा एठारे प्रेम अधिक परिमार्जित हेबार सुयोग पाए सर्वोपरि एठारे ही आगामी भविष्यतर कर्णधार दिव्य शिशुटी उद्भव हेबार संभावना निहित अछि एई परिवार रे। एई दृष्टि हमको बुझवा को गले आमर परिवार होछि आम पई एक प्रयोगशाला परिवार भितर रही निजको ईश्वर युक्त करी रखिथुआ एवं परिवार सबु किछि को यथासंभव तांको सहित युक्त करिवार प्रयास रे ब्रती थिवा एहा ही होजी आम परिवार युग यार असल उद्देश्य। तेणु आम परिवार रे प्रकृत रे आम पई युग रे कहूजेटा होजी एक प्रयोगशाला जेटा कि आमे निज कर्म माध्यम रे भगवान को सहित संयोजित होइबार एक माध्यम। आगर जो मुनि ऋषि माने से माने साधना पाई मुक्ति पाई निर्वाण पाई संसार छाड़ी के जाउथिले श्री अरविंद जुगर से कथा नहीं। श्री अरविंद जो जुग होची पूर्ण जुग एथिरे शरीर मन प्राण ये समस्त रूपांतरित हेबे एवं चैत्य सत्तांक सहित संपर्कित हेबे एवं दिव्यत्व प्राप्ति हेबे एटा कर्म माध्यम रे संभव। तेणु से कहते এই परिवार भितर रही परिवार सहित सुसंपर्क रखी समस्त कार्य करिया कथा आम माने से कहते आम परिवार प्रकृत रे आम एक युगर आम माने बहुत पुस्तक पढ़कु जाऊ युग संपर्क बहुत कथा सुनु बुझू किंतु सब आध्यात्मिक प्रकृत आवश्यकता रही परीक्षित हुए आम आम परिवार आमर संपर्क गुड़क यही संपर्क आधार करी ही आमर प्रेम कौन करे ना पहाच पर पहाच अतिक्रम करे पहाच पर पहाच अतिक्रम करी आप पहुंची जाए से स्वतंत्र पाखरे समस्त प्रति आमर भल पाइबा जति दृढ़ होई आसीबो भगवान प्रति आमर प्रेम आमर विश्वास आमर आकर्षण सेतिक सेतिक निबिड़ और घनिष्ठ होथिबो। तेणु आम परिवार रे समस्त जे एकाधार रे माँ और श्रीरविंदर प्रति संपर्कित समर्पित हेबे कथा नुहे तार आस्था और विश्वास ठीक नुहे
प्रत्येके निज निजर चेतनार उन्मीलन अनुଯାୟୀ ଏହି ଅଗ୍ରଗତି କରିବେ। ପରିବାରରେ କେହି ହୁଏ ତ ଶିବ, କେହି ଦୁର୍ଗା, କେହି ଜଗନ୍ନାଥ, କେହି କୃଷ୍ଣ, କେହି ରାମ, କେହି ମଙ୍ଗଳା ଇତ୍ୟାଦି ଇତ୍ୟାଦି ଏସବୁ ଆରାଧ୍ୟ ଭାବରେ ଗ୍ରହଣ କରିଥାଇ ପାରନ୍ତି। କେହି କେହି 12 ମାସରେ 13 ପର୍ବ ମଧ୍ୟ କରିଥାଇ ପାରନ୍ତି। କେହି କେହି ରୀତିନୀତି ନିୟମ ନେଇକରି ମାନେ ଏହାରି ଭିତରେ ଦେଇ ଯିବାକୁ ଚାହାନ୍ତି। ସେଥିପାଇଁ ସେମାନଙ୍କ ଭିତରେ ଅନ୍ଧବିଶ୍ୱାସ ଥାଉ ବା ଭୟ ଥାଉ ବା ଭଲ ପାଇବା ଥାଉ, ଆମେ ତାହାକୁ କେବେ ବିରୋଧ କରିବା ନାହିଁ, ସେମାନଙ୍କୁ ପରିହାସ କରିବା ନାହିଁ, ବରଂ ତାରି ଭିତରେ ଦେଇ ସେମାନେ କେମିତି ଆଧ୍ୟାତ୍ମିକତାର ସ୍ପର୍ଶ ପାଇବେ ସେଥିପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିବା। ଆମେ ସେମାନଙ୍କ ବିରୋଧରେ ସେମାନଙ୍କୁ ବିରୋଧ ଯଦି ଆମେ କରି ତାହେଲେ ମଧ୍ୟ ସେ ଆମର ବିରୋଧ ହେବେ। ତେଣୁ ପରିବାରରେ ଅଶାନ୍ତି, କଳହ ଆଉ ବାତାବରଣ ମଧ୍ୟ ସୃଷ୍ଟି ହେବ। ତେଣୁ ସେଥିପାଇଁ ସମସ୍ତଙ୍କୁ ସ୍ୱାଧୀନତା ଦେବା ପୂର୍ବକ କିଭଳି ଭାବରେ ଆମେ ମା ଶ୍ରୀରବିନ୍ଦଙ୍କ ଆଡ଼କୁ ତାଙ୍କୁ ଆକର୍ଷିତ କରିପାରିବା ବା ମା ଶ୍ରୀରବିନ୍ଦଙ୍କ ଉପରେ ସେମାନେ ସମ୍ପୂର୍ଣ୍ଣ ଭରସା ରଖିବେ ପରବର୍ତ୍ତୀ ସମୟରେ, ସେହି ପ୍ରକାର ପ୍ରଚେଷ୍ଟା ଆମେ ଜାରି ରଖିବା। ସେହି ପ୍ରଚେଷ୍ଟାଟି ହେଉଛି ଶ୍ରୀ ଅରବିନ୍ଦ ପାଠଚକ୍ର, ଏକ ସତ୍ସଙ୍ଗ, ଯେଉଁ ସତ୍ସଙ୍ଗ ମାଧ୍ୟମରେ ଆମେ ମାଙ୍କ ନିକଟବର୍ତ୍ତୀ ହୋଇପାରିବା, ଅର୍ଥାତ୍ ଆମର ଚୈତ ଚେତନାକୁ ଉନ୍ମୀଳନ କରିପାରିବା। ଚୈତ ଚେତନା ଯେପର୍ଯ୍ୟନ୍ତ ସୁପ୍ତ ଅବସ୍ଥାରେ ଅଛନ୍ତି ସେ ପର୍ଯ୍ୟନ୍ତ ଆମର ଚେତନାର ଅଗ୍ରଗତି ହୋଇପାରିବ ନାହିଁ। ତେଣୁ ସେଥିପାଇଁ ଆମ ଭିତରେ ଥିବା କାମନା, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଏଇ ସବୁ ଜିନିଷ ଆମକୁ ଜାବୁଡ଼ି ଧରିଛି, ତାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଏହି ସତ୍ସଙ୍ଗର ଆବଶ୍ୟକତା ଅଛି, ପାଠଚକ୍ରର ଆବଶ୍ୟକତା ହିଁ ଅଛି। ପାଠଚକ୍ର ଆମକୁ ଦିଗ୍ଦର୍ଶନ ଦିଏ, ପାଠଚକ୍ର ଆମର ଚେତନାର ପରିବର୍ତ୍ତନ କରେ। ପାଠଚକ୍ର ହେଉଛି ଏପରି ଏକ ଯଜ୍ଞକୁଣ୍ଡ ଯେଉଁଥିରେ କାମନା, ବାସନା, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଇତ୍ୟାଦି ସେଥିରେ ଆହୁତି ଦେଇ ସାରିଲା ପରେ ଆମେ ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହେଇପାରିବା। ଏସବୁ ଚାଲିଗଲା ପରେ କେବଳ ଚୈତ ସତ୍ତା Recording has started. ହ୍ୟାଲୋ ଆଜ୍ଞା ଭାଇ କୁହନ୍ତୁ ଭାଇ, ଶୁଭୁଛି ଭାଇ। ପାଠଚକ୍ର ହେଉଛି All participants are muted. ଯାହା ଆଜ୍ଞା ମାଧ୍ୟମରେ କୁହନ୍ତୁ। ଆମର ନିମ୍ନ ଚେତନାକୁ ଜାଗ୍ରତ କରିବା ପାଇଁ ସେ ହେଉଛି ଗୋଟେ ଚାର୍ଜିଂ ସେଣ୍ଟର। ସତ୍ସଙ୍ଗ ମାଧ୍ୟମରେ ଆମେ ଚେତନାର ଉନ୍ମୀଳନ କଥା କୁହାଯାଇଛି। ଏଇ ଯୁଗରେ ନୁହେଁ, ବହୁ ପୁରାତନ କାଳର ମଧ୍ୟ କଥା କୁହାଯାଉଛି। ଯାବତ୍ ଜନମଂ ତାବତ୍ ମରଣଂ ତାବତ୍ ଜନନୀ ଜଠରେ ଶୟନଂ ଇତି ସଂସାର ସ୍ଫୁଟତର ଦୋଷ କଥମିହ ମାନବ ତବ ସନ୍ତୋଷ। ହେ ମଣିଷ, ତୁମର ଆତ୍ମସନ୍ତୁଷ୍ଟିଟା କୋଉଠି? ଏଇ ଜନ୍ମ ମୃତ୍ୟୁର ଆବର୍ତ୍ତନ ଭିତରେ ଘୁରି ବୁଲୁଥିବ ନା ଆଉ କିଛି ଅଛି? ପୁଣି ସେଇ ମୋହମଦ୍ଗର କାବ୍ୟରେ ଶଙ୍କରାଚାର୍ଯ୍ୟ ପୁଣି ଲେଖୁଛନ୍ତି, ନଳିନୀ ଦଳଗତ ଜଳମତି ତରଳମ୍ ତଦ୍ ବୟଂ ଜୀବନମ୍ ଅତିଶୟ ଚପଳମ୍ କ୍ଷଣମିହ ସଜ୍ଜନ ସଙ୍ଗତି ରେଖା ଭବତି ଭବାର୍ଣ୍ଣବ ତରଣୈବ ନୌକା। ଆମର ଜୀବନ ପଦ୍ମପତ୍ରର ଜଳ ଭଳିଆ କ୍ଷଣସ୍ଥାୟୀ। ତାକୁ ଭଗବତ ଅଭିମୁଖୀ କରିବା ପାଇଁ ଏବଂ ଏ ସଂସାର ସାଗରରୁ ପରିତ୍ରାଣ ପାଇବା ପାଇଁ ହେଲେ ଅଳ୍ପ କ୍ଷଣ ପାଇଁ ହେଲେ ମଧ୍ୟ ସତ୍ସଙ୍ଗର ଆବଶ୍ୟକତା ଅଛି। କ୍ଷଣମିହ ସଜ୍ଜନ ସଙ୍ଗତି ରେଖା ଭବତି ଭବାର୍ଣ୍ଣବ ତରଣୈବ ନୌକା। ତେଣୁ ଭବାର୍ଣ୍ଣବ ରୂପକ ଭବ ରୂପକ ମାନେ ଅର୍ଣ୍ଣବ ବା ସମୁଦ୍ରକୁ ପାର ହେବା ପାଇଁ ହେଲେ ଏ ହେଉଛି ନୌକା ସଦୃଶ। ସତ୍ସଙ୍ଗ ହେଉଛି ଖଣ୍ଡେ ନୌକା, ସିଏ ଆମକୁ ଗୋଟିଏ ଦିଗରୁ ଅନ୍ୟ ଦିଗକୁ ନେଇଯିବ। ସେଇ ସତ୍ସଙ୍ଗର ବାର୍ତ୍ତାବହ ହେଉଛନ୍ତି ମା ଓ ଶ୍ରୀ ଅରବିନ୍ଦ। ସେଇ ପାଠଚକ୍ରର ବାର୍ତ୍ତାବହ ହେଉଛନ୍ତି ମା ଓ ଶ୍ରୀ ଅରବିନ୍ଦ। ସିଏ ହେଉଛନ୍ତି ଆମ ପାଇଁ ଗୋଲ୍ଡେନ୍ ବ୍ରିଜ। ସେ ମର ଜଗତରୁ ଅମରତ୍ୱ ଆଡ଼କୁ ନେବା ପାଇଁ, ଅନ୍ଧକାରରୁ ଆଲୋକ ଆଡ଼କୁ ନେବା ପାଇଁ, ଅସତ୍ୟରୁ ସତ୍ୟ ଆଡ଼କୁ ନେବା ପାଇଁ ସିଏ ହେଉଛନ୍ତି ଗୋଲ୍ଡେନ୍ ବ୍ରିଜ। ସେଇ ସ୍ୱର୍ଣ୍ଣମୟ ସେତୁ, ସେଇ ସ୍ୱର୍ଣ୍ଣମୟ ସେତୁକୁ ଆପଣେଇ ନେବା ପାଇଁ ହେଲେ
आमको पाठचक्र आवश्यकता यथेष्ट किसी गुरुत्वपूर्ण पाठचक्र माध्यम आम चेत माने समस्त एकत्रित आम कर एवं यही अग्निकुंड रे समस्त विरोधी शक्ति को आहुति देकरी शुद्ध सुवर्ण हवार प्रयास जारी रखिबा श्री अरविंद से सत्संग जो पाठचक्र खाली नुहे आपणकर स्वाध्याय कार्यक्रम धर्म ग्रंथ शास्त्र मांकर पुस्तक श्री अरविंद पुस्तक ये गोटे सत्संग श्री माने गौतम बुद्ध तांकर मंत्र रे कहउछंती बुद्धं शरणं गच्छामि धर्मं शरणं गच्छामि संघं शरणं गच्छामि बुद्ध बोले भगवानंकर शरणापन्न हुओ एक कथा कह जाय तेणु आम पाई आमर जो भगवान माँ श्री आम शरणापन्न हवा पाठचक्र माध्यम ही हवा धर्मं शरणं गच्छामि धर्म बोले शास्त्र शरणापन्न हो शास्त्र बोले विभिन्न शास्त्र को अध्ययन करवा जिते आम अध्ययन करवा आम सेते भगवत अभिमुख हो पार आम भीतर कालिमा सब दूरे जीव आम भीतर से जो निम्न प्रवृत्ति आस्ते 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 दूरीभूत हो अभ्यास बल आम दूरीभूत कर तेणु धर्मं शरणं गच्छामि अर्थात शास्त्र शरणापन्न हो आम प्रति घरे घरे जो श्रीमद भागवत अच्छी श्रीमद भागवत गीता अच्छी मान महाभारत अच्छी रामायण अच्छी दाढ़ता भक्ति अच्छी महालक्ष्मी पुराण आज हूँ से गुरुवार उषा महालक्ष्मी पुराण जो पाठ करा टीवी मध्य प्रदर्शित होमें तन्मध्य निज जीवन को बंचा निज जीवन को ठीक भाव में परिमार्जित करवा संसार भीतर रही पारिवारिक जीवन भीतर रही किभली भाव में आम महालक्ष्मी चेतनार संपर्कित हो पार ताहा आम लक्ष्मी पुराण शिखी पार्छ तेणु ये लक्ष्मी पुराण आवश्यकता अच्छी तेणु ये हूँ शास्त्र यह छड़ा आम जेहेतु माँ श्रीअरविंद अनुगामी आम पाखे यथेष्ट भाव में माँ और श्रीअरविंद लिखित पुस्तक अध्ययन कर सुजोग अच्छी आम जिते अध्ययन करते आम अधिक ग्रहणशील हो पार आम चेतनार रूपांतरीकरण आम प्रयास जारी रखिपर तेणु धर्मं शरणं गच्छामि वाला शास्त्र शरणापन्न हुए कथा कह पुणी कह सर्वशेष संघं शरणं गच्छामि अर्थात संघं बोले संगठन शरणापन्न हो ये श्री अरविंद पाठचक्र हूँ आम एक दिव्य संगठन एक देवसंघ श्री अरविंद माने लाइव डिवाइन देवसंघर सूचना से प्रदान कर लाइव पुस्तक से देवसंघ हूँ श्री अरविंद तेणु श्री अरविंद पाठचक्र माध्यम आम चेतनार परिवर्तन कर गोटे परिवार को 91 परिवार श्रृंखलित भाव कारण जो पाठचक्र पाठचक्र अनुष्ठित हुए से माँ श्री अरविंद स्थूल उपस्थित था तेणु स्थूल उपस्थिति जो परिवार रही अशांति विशृंखला सठता आ प्रवंचना ये सब जिनस प्रतारणा ये किसी रही पार विदाय नहीं से आध्यात्मिक चेतना परिस्फुट हो पार सन्देह ना तेणु आवश्यकता ग्रहणीय ग्रहणचित करुच्ची तेणु एति कही मोर आज वक्तव्य साग करुच्ची वंदे मातरम समस्त धन्यवाद समस्त कृतज्ञता समस्त प्रणाम जनाई धन्यवाद भाई भाई प्रश्न अनुसार जो आलोचना थिला जे एभली एक डायनामिक युग को किपरि आमे साधारण परिवार रे जे आमे माने प्रवेश करे परिबा बा कहि परिबा तो भाई तार पृष्ठभूमि रे जो हमर साधारण नैतिक एवं धार्मिक जो एक युगर आरंभ हो सारी माने भारत रे बा विश्व रे चली जार पृष्ठभूमि उपरे ही आमर यही श्री अरविंद पूर्ण जोग धीरे धीरे प्रकाशित होगा जाउची बा पूर्णता लाभ करने जाउची तेणु आम मान को ये विषय रे यथेष्ट सज्ञान होगा पड़ो जे जेमिति पूजा पटल कथा कहले विभिन्न जो कार्यक्रम घर मानक से सबू को निष्ठावान सहित जदि आम करवा तार अंतर्दृष्टि दिग को जदि
आमे लक्ष्य करिबा तेबे ए कार्यक्रम कोठी आमे विस्तार करिबारे सहयोग करि परिबा प्रचार तो करिबानी प्रसार अर्थ निजे ही उठिबा एवं सेठी अन्य को संचरित करिबा पर्यंत आम भितर सामर्थ्य को बढ़ेबा जन्म उत्सव जो चली कार्यक्रम सारा ओडिशा रे एवं भारत रे बा विश्व रे सेथिरे आमे कियदांश अधिक सहयोगी हो पारिबा जहाँ भी आज सुंदर कार्यक्रम रे आम सहित योगदान करथिबा समस्त अपा भाई माननकु बालेश्वर श्री अरविंद पाठचक्र संगठन तरफ अशेष अशेष धन्यवाद एवं कृतज्ञता एवं प्रणाम आउ शेष रे मां नाम जप करी आमे कार्यक्रम का शेष करिबा मा 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 मांकर जय हो मांकर जय हो मांकर जय हो मांकर जय हो दिव्यजनकर जय हो दिव्यजनकर जय हो दिव्यजनकर जय हो वंदे मातरम वंदे मातरम वंदे मातरम पुणी समस्त को आउथरे हृदय भरा प्रणाम एटी आज कार्यक्रम शेष करछु वंदे मातरम अरोभर।